ପ୍ରବଚନ ମୁଁ ଶୁଣିଥିଲି ଯେ ପ୍ରଭୁଜୀ ଏଇଟା ପ୍ରଦୀପ ପ୍ରଭୁ ଏଇଟା ରେକର୍ଡିଂ ଏବେ ଷ୍ଟାର୍ଟ କଲେ କି? ହରେ କୃଷ୍ଣ। ଆଜ୍ଞା ପ୍ରଭୁ ହରେ କୃଷ୍ଣ। ପ୍ରଭୁଜୀ ଆଉ ନାହିଁ ରେକର୍ଡିଂ କରିବା ପାଇଁ କିଛି, ଏଇଟା ଲାଷ୍ଟ ଲୋକ ଆସିଗଲା। ଆପଣ ରେକର୍ଡିଂ କରିବେ କି ନାହିଁ ଆପଣ ଭାବନ୍ତୁ, କାହିଁ କହିଲେ ଆପଣ ଏଇଟା 1920 ରହିଲା ତ। ଆଚ୍ଛା ତାହେଲେ ମୁଁ କଣ କହୁଥିଲି, ସମହ ମାନ ଉପମାନ କି? ମାନ ମାନ ହୁଁ। ତ ଶରୀରର ମାନ ଅପମାନ ଆମେ ଜାଣିପାରିବା କଥା କି ଆମର ଆମେ ହଉଛୁ ଆତ୍ମା। ଆତ୍ମା ଆମେ ଯଦି, ତାହେଲେ ଆମେ ଶରୀରର ମାନ ଅପମାନ, ଯୋଉ ସାମ୍ନା ବାଲା ଆମକୁ କିଛି ଗାଳି କଲା, ଆମର ଅପମାନ କଲା, କାହାର କଲା? ସେ ଶରୀରର ଅପମାନ କଲା। ଆମେ ତ ଆତ୍ମା ନା, ଆମେ ଭଗବାନଙ୍କର ଦାସ। ଆମେ ତାଙ୍କ କଥାକୁ କାହିଁ ଭାବିବା? ଏଇଟା ହଉଛି ଭକ୍ତର ଚିନ୍ତା। ପ୍ରାକ୍ଟିସ କରିବା ଦ୍ଵାରା ଏଇଟା ହେଇପାରିବ। ଶୀତ ପ୍ରଭୁଜୀ ଶୀତ ଉତ୍ତୋଷ୍ଣ। ପ୍ରଭୁଜୀ ଆଜ୍ଞା। ଆମେ ତ ଶରୀରକୁ ହିଁ ଆତ୍ମା ବୋଲି ଭାବୁଛୁ ବୋଲି ଆମକୁ ଫରକ ପଡୁଛି। ହଁ ମାତାଜୀ, ମୁଁ ତ ଆଜି ମାତାଜୀ ମୁଁ ଗୋଟେ ପ୍ରବଚନରେ ଶୁଣିଲି, ଆମର ଗୋଟେ ବହୁତ ବଡ ପ୍ରଭୁ ଅଛନ୍ତି, ତାଙ୍କର ନାଁ ଟା ମୁଁ ଟିକେ ଆପଣଙ୍କୁ କହିପାରିବିନି। ମୁମ୍ବାଇରେ ବୋଧେ ସେ ଅଛନ୍ତି, ହେଡ୍ ଅଛନ୍ତି ସେ। ତାଙ୍କର ମୁଁ ଆଜି ଶୁଣୁଥିଲି ମାତାଜୀ, ଗୋଟେ ପୁରା ଏକଦମ ନୂଆ କଥା ଗୋଟେ ଜାଣିଲି, ଆପଣମାନଙ୍କ ଆଗରେ ସେଇଟା ସେୟାର କରୁଛି। ମୁଁ ସବୁବେଳେ ଭାବୁଥିଲି ଯେ ଆତ୍ମାଟା ତ ମାନେ କେଶାଗ୍ର 10,000 ଭାଗର, ଏଇଟା ଆପଣ ଜାଣିଛନ୍ତି, କେଶାଗ୍ର ର 10,000 ଭାଗ। ତ ମୁଁ ସବୁବେଳେ ଭାବେ ଆତ୍ମା ଗୋଟେ ତାହେଲେ ଗୋଟେ ସୂକ୍ଷ୍ମ ଗୋଟେ ଲାଇଟ୍ କଣିକା ପରିକା। କିନ୍ତୁ ସେ ପ୍ରଭୁଙ୍କ ମୁଖରୁ ଆଜି ମୁଁ ଶୁଣିଲି ଯେ ସେ କହୁଥିଲେ ଯେ ଆମର ଗୋଟେ ସଚ୍ଚିଦାନନ୍ଦ ଶରୀର ଆମର ଥିଲା, କିନ୍ତୁ ଯେତେବେଳେ ଆମେ ଭଗବାନଙ୍କ ସାଙ୍ଗରେ ବିଦ୍ୱେଷ କଲେ, ସେଇଟା ସଂକୁଚିତ ହେଇ 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 ଲାଷ୍ଟ କୁ ଏତେ ସଂକୁଚିତ ମାନେ ହେଲା ଯେ କେଶ ଅଗ୍ରର ଗୋଟେ 10,000 ଭାଗର ଗୋଟେ ଭାଗ ଆତ୍ମାର ସାଇଜ ହେଇଗଲା। କିନ୍ତୁ ସେ ଆତ୍ମାର ସାଇଜରେ ବି, ସେ ସାଇଜରେ ଯେତେବେଳେ ପ୍ରସାରିତ ହେବ, ଗୋଟେ ପୁରା ମାନେ ସେ ଆତ୍ମାଟା କଣ ମାନେ ହାତ ଗୋଡ ଥାଇକିରି ଗୋଟେ ପୂର୍ଣ୍ଣ ଗୋଟେ ଏଇଟା ନା, ସେଇଟା ସେ ଅବସ୍ଥାରେ ସେ ଥିଲା। ମାନେ ଆତ୍ମା ବି ସେ ନିର୍ଗୁଣ ନିରାକାର ବ୍ରହ୍ମ ଭଳିଆ ଜଣେ ଭାବିପାରେ କି ନାହିଁ? ମୁଁ ବି ସେମିତି ଅନେକ ଥର ଭାବିଛି, ମାନେ ଲାଇଟ୍। ବୁଝିପାରିଲେ ମୁଁ କଣ କହୁଛି? କିଛି ବୁଝିପାରିଲେ କି ଆପଣ? ମାନେ ମୁଁ କଣ କହିବା ପାଇଁ ଚାହୁଁଛି? ଆଜ୍ଞା ପ୍ରଭୁଜୀ, ପ୍ରଭୁ ମାତ୍ର ଆତ୍ମା ଆଜ୍ଞା ଏତେ ପ୍ରଭୁ ଛୋଟ ସାଇଜ ହେଇକି ଆମ ଶରୀରର ଭିତରେ ଯୋଉଟା ଆକ୍ଟିଭନେସ ଟା ଦେଖାଏ, ସେଇଟା କହୁଛନ୍ତି ନା ପ୍ରଭୁଜୀ? ହଁ ମୁଁ ସେଇଟା ଏତେ କହୁଛି, କିନ୍ତୁ ସେଇ ଯୋଉ ସଂକୋଚ। ଛୋଟ ସାଇଜ ଟା ଯେତେବେଳେ ପ୍ରସାରିତ ହବ, ତାର ଗୋଟେ ପୁରା ତାମାନେ ଗୋଟେ ମାନେ ଆମର ଯେମିତି ଶରୀରର ଅଛି ନା, ସେଇ ଟାଇପ ର ସେ ଶରୀର, ତାର ଗୋଟେ ଦିବ୍ୟ ଶରୀର ଅଛି ଅଲରେଡି। ସେଇଟା ଗୋଟେ ଜଷ୍ଟ ଗୋଟେ ବିନ୍ଦୁ ଲାଇଟ୍ ନୁହଁ, ମୋର କହିବାର ମାନେ ସେଇଟା। ମାନେ ମୁଁ ଆଜି ଶୁଣିଲି ସେଇଟା, ମୁଁ ଆପଣଙ୍କ ଆଗରେ ସେଇଟା କହିଲି। ଏଇ ଜିନିଷଟା ପୁରା ଗୋଟେ ନୂଆ ଜିନିଷ ମୋ ପାଇଁ ଥିଲା। ମୁଁ ଖାଲି ଭାବୁଥିଲି, ମୁଁ ଆଗରୁ ଶୁଣିଥିଲି କି ଆମ ସମସ୍ତଙ୍କର ଗୋଟେ ମାନେ ସେଠି ଗୋଟେ ଶରୀର ଅଛି, ଦିବ୍ୟ ଶରୀର ଅଛି। ଆମେ ଯେହେତୁ ଭଗବାନଙ୍କଠୁ ଦ୍વેଷ କଲେ, ସେ ଦ୍वेଷ ଯୋଗୁ ଆମେ କଣ ହେଲା, ଆମେ ଏଠି ପୃଥିବୀ ପୃଷ୍ଠକୁ ଆସିଛୁ। କିନ୍ତୁ ସେ ଗୋଟେ ନୂଆ କଥା ଯୋଉଟା କହିଲି, କି ସେଇ ଯୋଉ ଶରୀରଟା ସେ ଦ୍वेଷ କରିବା ପାଇଁ ବହୁତ ସଂକୁଚିତ ହେଇକିରି କେଶାଗ୍ରର 10,000 ଭାଗ ହେଇଗଲା। ସେଥିପାଇଁ ତ ଆତ୍ମା ଯେତେବେଳେ ଶରୀରରୁ ବାହାରୁଛି ବି, ସେତେବେଳେ ସେ ତା ସୂକ୍ଷ୍ମ ଶରୀର ସହିତ ବାହାରୁଛି ଆତ୍ମା। ଶୀତ ଉଷ୍ଣ ଆଉ ସୁଖ ଦୁଃଖ, ଏଇଠି କୁହାଗଲା ଶୀତ ଉଷ୍ଣ ସୁଖ ଦୁଃଖ ସମହ। ଶାରୀରିକ ସ୍ତରରେ ଯୋଉଟା ଅନୁକୂଳତା ଆଉ ପ୍ରତିକୂଳତା ଅଛି, ତାହାକୁ କୁହାଯାଏ ଶୀତ ଉଷ୍ଣ। ଆଉ ସୁଖ ଦୁଃଖ ଟା କଣ? ମାନସିକ ସ୍ତରରେ ଅନୁକୂଳତା ଆଉ ପ୍ରତିକୂଳତା। ବୁଝିପାରିଲେ? ଶରୀରକୁ ଶୀତ ଲାଗୁଛି କିମ୍ବା ଉଷ୍ଣ ଲାଗୁଛି। ହରେ ଆଉ କୃଷ୍ଣ ପ୍ରଭୁ। ମାନସିକ ସ୍ତରରେ କଣ କହିଲେ ରହୁଛି? ମୁଁ ଗୋଟେ ପ୍ରଶ୍ନ ଥିଲା ଯେ ଆମେ କଣ? ମାନେ ଜଣେ ମରିଗଲା ପରେ ତାର ଶୁଦ୍ଧିକ୍ରିୟା କରୁଛେ, 10 ଦିନ ତାର ବାରଣ କରୁଛେ, ତାପରେ 10 ଦିନ କଲା ପରେ ତାର ଆତ୍ମାକୁ ସ୍ୱର୍ଗକୁ ଯାଉଛି ବୋଲି ଆମେ ଭାବୁଛେ। ତ ସେଇ ହଁ ହିସାବରେ ଆମେ ପ୍ରତ୍ୟେକ ଜୀବ
ଦେହରେ ଆତ୍ମା ଅଛି, ତ ଅନ୍ୟ ଯେକୌଣସି ହେଲା ଆମେ ମାନେ ଆମିଷ ଭକ୍ଷଣ ମାନଙ୍କୁ ମାରିକି କୁକୁଡ଼ା ଛେଳି ଏଗୁଡ଼ା ସବୁ ମାରି ଦଉଛନ୍ତି, ମାରିକି ଖାଇଲା ହଁ ପରେ ତାଙ୍କର ସେମିତି ଗୋଟେ ଆତ୍ମା ନା, ତାଙ୍କର ତ ଆଉ ହଉନଥିବ ମାନେ ସଦ୍ଗତି ହଉନଥିବ କି ସେମାନେ ପ୍ରେତାତ୍ମା ହେଇକି ରହୁଥିବେ, ତ ବହୁତ ମାନେ ଏମିତି ପ୍ରେତାତ୍ମା ବୁଲୁଥିବେ। ତ ଏଇଟା ମାନେ ସେମାନେ ଆମେ ତାଙ୍କର ଶୁଦ୍ଧିକ୍ରିୟା ହେଲାନି, କିଛି ହେଲାନି। ହଁ ଦେଖନ୍ତୁ ଖାଲି ମଣିଷ ଯୋଉ ଯୋନିଟା ନା, ସେଇଟା ହଉଛି ଗୋଟେ ଉନ୍ନତ ଯୋନି। ମଣିଷ ଜୀବନଟା ଜଣେ ପାଇବ ତାହେଲେ ଏଇଟା ହଉଛି ଷ୍ଟେସନଟା, ଯୋଉ ଷ୍ଟେସନରୁ ଆପଣ ଭଗବତ ପ୍ରାପ୍ତି କରିପାରିବେ। ଅଲଗା ଯୋଉ ସବୁ ଦେହ ସବୁ ଅଛି, ଯୋଉଟା ହଉଛି କୀଟ ପତଙ୍ଗ ଦେହ ଠାରୁ ଆରମ୍ଭ ହେଇକରି ଦେବତା ପର୍ଯ୍ୟନ୍ତ ଯୋଉ ଦେହ ଅଛି, ସେ ସବୁ ହଉଛି ଭୋଗ ଯୋନି ବୋଲି କୁହାଯାଉଛି। ତ କଣ ହବ, ସେମାନଙ୍କର ଶରୀର ତ୍ୟାଗ କରି ସାରିଲା ପରେ ସେମାନେ ଆଉ ଗୋଟେ ଶରୀର ପାଇବେ। ଏଇ ଯୋଉ 84 ଲକ୍ଷ ଯୋନିର ଯୋଉ କ୍ରମୋନ୍ନତି ବାଟ ଯୋଉଟା ଅଛି, ସେଇ ରାସ୍ତାରେ ସେମାନେ ଯାଉଛନ୍ତି। ସେମାନେ କଣ କରୁଛନ୍ତି, ଗୋଟେ ଜଣେ ଧରନ୍ତୁ ଗୋଟେ କୁକୁଡା କୁ ଆମେ ମାରିଦେଲେ, ସେ କୁକୁଡାର ଆତ୍ମା ବାହାରିଗଲା, ପୁଣି ଗୋଟେ ଶରୀର ଧାରଣ କରିବ ସେ। କିନ୍ତୁ ମଣିଷର ବି ସେଇ ସମାନ ଜିନିଷ, କିନ୍ତୁ ମଣିଷର ଦେହଟା କଣ ପାଇଁ ଇମ୍ପୋର୍ଟାଣ୍ଟ ନା, ଦେବତା ମାନେ ବି ଯୋଉ ପ୍ରାର୍ଥନା କରୁଛନ୍ତି କି ହେ ଭଗବାନ ଆଉ ଆମକୁ ଭାରତ ବର୍ଷ ଭୂମିରେ ମଣିଷ କରିକି ଜନ୍ମ ଦିଅନ୍ତୁ। କାରଣ ହେଲା ଏ ମଣିଷ ଦେହରେ ହିଁ ଆପଣ ସାଧନା କରିବେ, ଆଉ ସେ ସାଧନାର ଫଳ ରୂପକ ଆପଣ ଭଗବତ ପ୍ରାପ୍ତି କରିପାରିବେ। କୌଣସି ଜୀବଜନ୍ତୁ ଭଗବତ ପ୍ରାପ୍ତି କରିପାରିବେ ନାହିଁ। ଯେମିତି ଧରନ୍ତୁ ଗୋଟେ କୁକୁର ଅଛି, ସେ କୁକୁରଟା କଣ ମାନେ ଏଇ ସବୁ ଜିନିଷ କରିପାରିବ? ତାର ହୁଏତ ପୂର୍ବ ଜନ୍ମର ସଂସ୍କାର ହିସାବରେ ମାନେ ତାର କିଛି ମନେ ଥାଇପାରେ। ଯେମିତି ଗୋଟେ ଭିଡିଓ ଆଜି ମୁଁ ଦେଖିଲି ସେ ପ୍ରଭୁଙ୍କ ଲେକ୍ଚରରେ, ସେ କୁକୁରକୁ ଆପଣ ଯାହା ବି ପଚାରିବେ 7 - 5 କହିଲେ ସେ ଦିଥର ଭୁକି ଦଉଛି, ଭୋ ଭୋ କରି ଦିଥର କହିବ। ଆପଣ ତାକୁ କହିବେ 4 + 4, 8 ଥର ସେ ଭୁକିବ। ତ ପ୍ରଭୁ ତା କହିଲେ ଯେ ଇଏ ପୂର୍ବ ଜନ୍ମରେ ଗୋଟେ ମ୍ୟାଥମେଟିସିଆନ ଥିଲା, ଏବେ ବି ତାର ମନେ ଅଛି। ତ ହେଇପାରେ ସେ କିଛି କାହାର ସ୍ମରଣ ଶକ୍ତି ହେଇପାରେ, କିନ୍ତୁ ଦେଖନ୍ତୁ ସମ୍ପୂର୍ଣ୍ଣ ରୂପରେ ଭଗବତ ପ୍ରାପ୍ତି ହେଇପାରିବ ନାହିଁ ନିଜ ଚେଷ୍ଟାରେ। ହଁ, ଯଦି କୌଣସି ବୈଷ୍ଣବ କୃପା କରିଦେବେ ତାହେଲେ ହେଇଯାଇପାରିବ କୁକୁର ଶରୀରରେ ଥିଲେ। ଯେମିତି ବହୁତ ଗୁଡା ଏମିତି ଆପଣ ଉଦାହରଣ ଦେଖିଥିବେ କି ଚୈତନ୍ୟ ମହାପ୍ରଭୁଙ୍କର ମାନେ ଯୋଉ ଆ ତାଙ୍କର ଯୋଉ ପରିକ୍ରମା ରେ ଗୋଟେ କୁକୁର ସବୁବେଳେ ସାଙ୍ଗରେ ଯାଉଥିଲା, ସେ ବୈକୁଣ୍ଠ ପ୍ରାପ୍ତ କରିଗଲା। ଏମିତି ବହୁତ ଭକ୍ତ ମାନଙ୍କର ବି ଅଛି, ସେଇଟା କଥା ଅଲଗା। ତ ଆପଣ ଯୋଉଟା ପଚାରିଲେ କି ଅଲଗା ଟା କେମିତି ହଉଛି, ସେଇଟା ସେମାନେ ଅଲଗା ଶରୀର ସେମାନେ ପାଇଯିବେ। କିନ୍ତୁ ମଣିଷର ଟା କଣ, ଏଇ ସବୁ ନିୟମ ଗୁଡା ସବୁ ଯୋଉଟା ଅଛି ଗରୁଡ ପୁରାଣରେ ସବୁ ନିୟମ ଦିଆଯାଇଛି। 13 ଦିନ ପର୍ଯ୍ୟନ୍ତ ପ୍ରଥମେ ମଣିଷ ଯେତେବେଳେ ମରିଯାଏ, ତାର ଆତ୍ମାକୁ ଯମଦୂତ ମାନେ ନେଇକରି ଦି ମୁହୂର୍ତ୍ତ ଭିତରେ ସେମାନେ ଜମା ମାନେ ପହଞ୍ଚେଇ ଦିଅନ୍ତି ଯମଙ୍କ ପାଖରେ। ସେଇଠି ତାର ଯେତେବେଳେ ମାନେ ସବୁ ଯମରାଜ ଫୈସଲା ଦିଅନ୍ତି, ପୁଣି ସେକୁ ସେଇ ଘରକୁ ପଠେଇ ଦିଅନ୍ତି। ସେ ଆସିକିରି 13 ଦିନ ପର୍ଯ୍ୟନ୍ତ ସେ ଜାଗାରେ ଥାଏ। 13 ଦିନ ପର୍ଯ୍ୟନ୍ତ ସେ ସବୁ କିଛି ଦେଖୁଥାଏ। କିଏ କାନ୍ଦୁଛି, କିଏ କଣ କରୁଛି, ଏ ସବୁ ଦେଖାଏ। କିନ୍ତୁ ସେଠି କଣ ବିଭିନ୍ନ ପ୍ରକାର ମନ୍ତ୍ର ବିଧି ଦ୍ଵାରା ପୁଣି ତାକୁ ପିତୃ ଲୋକ ସାଙ୍ଗରେ ମିଶାଯାଏ। ଏଇଟା ହଉଛି ତାର ପ୍ରୋସିଜର। ସାଧାରଣ ଲୋକ ଆଉ ଭକ୍ତ ଯଦି ହବ ତ କଣ, ସିଏ ତ ମାନେ ଭକ୍ତର ଏଇ ସବୁ କିଛି ତା ପାଇଁ ଆଉ କିଛି କରିବାର ନାହିଁ। ତା ପାଇଁ ଯାହାବି କରିବେ ସେଇଟା ଭଗବାନଙ୍କ ଚରଣକୁ ଯିବ। ଭକ୍ତ ପାଇଁ ଯୋଉଟା ବି ସବୁ କରାଯାଉଛି, ଆପଣ ଏଇ ସବୁ 13 ଦିନରେ ଯାହା ବି ବିଧି କରିବେ, ଏଇ ସବୁ ଭଗବାନଙ୍କ ମାନେ ଚରଣକୁ ଯିବ। କାହିଁ ଭଗବାନ କହିଛନ୍ତି ନା, ପିତୃ ମାନଙ୍କ ଭିତରେ ମୁଁ ଅରିୟମା କହିଛନ୍ତି। ତ ଯାହା କିଛି ବି ପିତୃ କାର୍ଯ୍ୟ ଯାହା ବି ଆପଣ କରିବେ, ସେଇଟା ଭଗବାନଙ୍କ ପାଇଁ ଯିବ। ଏଇଟା ଭକ୍ତ ମାନଙ୍କ ପାଇଁ କଲେ। ଆଉ ସାଧାରଣ ଲୋକ ହେଇଥିଲେ କଣ ହବ, ସେଇଟା ତାକୁ ମିଳିବ। ତ 13 ଦିନର ଏଇଟା ଥାଏ। ବୁଝିପାରିଲେ ପ୍ରଦୀପ ପ୍ରଭୁ, ନା ଆଉ କଣ ପଚାରିବି କଣ? ସେଇଟା ଆଜ୍ଞା ଆଜ୍ଞା ପଚାରୁଥିଲେ ତ? ଆଜ୍ଞା ଜୀବଜନ୍ତୁର କେମିତି ହବ ସେଇଟା ପଚାରୁଥିଲେ ତ? ସେମାନେ ଆଉ ଗୋଟେ ଶରୀର ପାଇଯିବେ। ଆଜ୍ଞା। ତ ଯଦି ତାଙ୍କ ଶୁଦ୍ଧି ଯଦି ସେ ଗଜେନ୍ଦ୍ର ଭଳିଆ ଭକ୍ତ ହେଇନଥିବେ, କାହିଁକି ଗଜେନ୍ଦ୍ର ଭଳିଆ ଭକ୍ତ ହେଇଥିଲେ ସେ ତ ଭଗବତ ପ୍ରାପ୍ତି ତାଙ୍କର ହେଇଗଲା। ବୁଝିପାରିଲେ? କିମ୍ବା ସେ ହୁ ହୁ ଗନ୍ଧର୍ବ, ସେ କୁମ୍ଭୀର ରୂପରେ ଥିଲା, ସେ ଗୋଟେ ଦେବ ଶରୀର ପାଇକି ପଳେଇଲା। ଆଉ ଗୋଟେ ଶରୀର ସବୁବେଳେ ରେଡି ଅଛି। ପ୍ରତ୍ୟେକ ମଣିଷ ତାର ନେକ୍ସଟ ଶରୀର ତିଆରି କରୁଛି। ଆମେମାନେ ଆଗକୁ କଣ ଶରୀର ପାଇବା, ଏବେଠୁ ଆମେ ହିଁ ଗଢୁଛେ, ସେଟା ଅଲଗା କେହି ଗଢୁନାହାନ୍ତି।
ଆମେ ହିଁ ଆମର ନୂତନ ଶରୀରର ଶିଳ୍ପୀକାର। ଯୋଉ ଶରୀର ଯାହାକୁ ଦରକାର ଯେମିତି ସେଇଟାକୁ ସେ ଗଢୁଛି। ଯାହାକୁ ବାଘ ଶରୀର ଦରକାର ସେ ବାଘ ଶରୀର ଏବେଠୁ ଗଢୁଛି। କାହିଁକି ତାକୁ କଞ୍ଚା ରକ୍ତ ଖାଇବାକୁ ତାଙ୍କୁ ଇଚ୍ଛା ଲାଗୁଛି। ସବୁବେଳେ ଲୋକ ଯୋଉ ଯାଆନ୍ତି କିଣିବା ପାଇଁ ଖସି ମାଂସ ହେଲେ ଯାଇ ସାମ୍ନାରେ କଟା ହବ, ସାମ୍ନାରେ କାଟିଲେ ବଢିଆ ମାଂସ। ସେ ଲୋକମାନଙ୍କୁ କଣ ନିଜ ଶରୀର ସେମାନେ ତିଆରି କରୁନାହାନ୍ତି? ନିଜ ପାଇଁ ବାଘ ଶରୀର ସିଂହର ଶରୀର କରୁଛନ୍ତି। ଏଇ କଥାଟା ତ ଆମେ ବହୁତ ଡିସ୍କସ୍ କରିଛେ। ସଙ୍ଗ ବିବର୍ଜିତ। ସଙ୍ଗର ଗୋଟିଏ ଅର୍ଥ ହଉଛି ଅସତ୍ ସଙ୍ଗତି, ଅନ୍ୟ ଅର୍ଥ ହେଲା ଆସକ୍ତି। ଭକ୍ତ କାହା ପ୍ରତି ଆସକ୍ତ ହୁଏ ନାହିଁ। ଅସତ୍ ସଙ୍ଗତି ବି କୁହାଯାଉଛି, ମାନେ ଅସତ୍ ସଙ୍ଗତି କେତେବେଳେ ହବା କଥା ନୁହଁ। ଯୋଉ ଜାଗାରେ ଭକ୍ତ ବା ଭକ୍ତି ବିଷୟକ ଚର୍ଚ୍ଚା ହଉନି ଭକ୍ତ ସେଠିକି ଯିବ ନାହିଁ। ଆମର ପୂର୍ବ ମାନେ ଏବେ ଦେଖନ୍ତୁ ଭକ୍ତ ହେବା ଆଗରୁ ଆମର ତ ପୁଣି ବହୁତ ବନ୍ଧୁ ବାନ୍ଧବ ମିତ୍ର ଥିଲେ କି ନାହିଁ। ସେମାନେ ଧରନ୍ତୁ ଏବେ ବହୁତ ବେଶୀ ସେମାନେ ବହୁତ ଖରାପ ସ୍ଥିତିରେ ଅଛନ୍ତି। ବହୁତ ବେଶୀ ମାନେ ସାଙ୍ଗମାନେ ଅଛନ୍ତି ବହୁତ ଖରାପ। ତାଙ୍କ ସାଙ୍ଗରେ ଆପଣ ଦେଖା ହେଇକିରି ଯଦି ଗୋଟେ ଦିନ ତାଙ୍କ ସାଙ୍ଗରେ ମିଶିକିରି ପୂର୍ବ କଥା ସବୁ ମନେ ପକେଇଲେ, କେମିତି ଆମେ ବଦମାସି କରୁଥିଲେ, ସେ କହିବ ଏଇଟା ସେଟା ସେ ଏଇଟା କରିବା ଦ୍ଵାରା ଭକ୍ତର ବହୁତ ଅନିଷ୍ଟ ହେଇଯିବ। ତାର ଗୁଣ ସବୁ ଆମ ଭିତରକୁ ପଳେଇ ଆସିବ। ନାଇଁ, ଆପଣଙ୍କର କେତେ ବି ଛୋଟ ବେଳର ଭଲ ଭକ୍ତ, କେତେ ବି ଭଲ ବନ୍ଧୁ ହେଇଥିବ, ଆପଣ ନାଇଁ ତାକୁ ମାନେ ନ ଜଣେଇକିରି ଆପଣ ବି ତାକୁ ଏଭଏଡ କରିବେ। ସେ ନ ଜାଣି ପାରିବା କଥା। ଆପଣ ବହୁତ ଭକ୍ତ ଯିଏ କୃଷ୍ଣ ଭଜେ ସେ ବଡ ଚତୁର। ଆପଣଙ୍କ ଚତୁରତା ଭଗବାନ ଦେବେ, ଆପଣ ତାକୁ ଏଭଏଡ କରିଦେବେ। ଯଦି ସେ ଆପଣଙ୍କର ମାନେ ଦୀକ୍ଷା ପୂର୍ବରୁ ବି ଆମର ବହୁତ ଭକ୍ତ ଆମର ବହୁତ ସାଙ୍ଗ ଥିଲେ ନା ସାଂସାରିକ ଜୀବନରେ। ସେମାନେ ଏବେ ଯଦି ତାଙ୍କର ସେ ପୂର୍ବ ଭଳିଆ ଆପଣଙ୍କ ସାଙ୍ଗରେ ଘଣ୍ଟା ଘଣ୍ଟା କଥା ହେବେ, ଆପଣ କଣ ହେବେ କି ତାଙ୍କ ସାଙ୍ଗରେ? ସେମାନେ କହିବେ ଚାଲ ପିକନିକ ଟିକେ ଯିବା, ମୋର କାମ ଅଛି, ଚାଲ ଟିକେ ଗୋଆ ଟିକେ ଯିବା। କିଏ ଯଦି ନାରୀ ସଙ୍ଗୀ ଥିବ ସେ ନାରୀ କଥା ହବ। ଆପଣ ସେ ନାରୀ କଥା ଶୁଣିଲେ ମାନେ ବର୍ବାଦ, ଜୀବନଟା ବର୍ବାଦ ହେଇଗଲେ। କି ଲେଡିଜ ମାନେ ହେଇଥିଲେ ସେମିତି ବି ଚର୍ଚ୍ଚା କରିବେନି କୌଣସି ପୁରୁଷ ବିଷୟରେ ଚର୍ଚ୍ଚା। କାହିଁ ସେମାନେ ତ ଭକ୍ତ ହେଇନାହାନ୍ତି ନା ଏପର୍ଯ୍ୟନ୍ତ। ପୂର୍ବ ମାନେ ଏଇଟା ଗୋଟେ ହିସାବରେ ପୂର୍ବ ଜନ୍ମ ସେଇଟା ଆମର ଥିଲା। ଦୀକ୍ଷା ପୂର୍ବରୁ ଯୋଉଟା ଆମର ଜୀବନଟା ଥିଲା ସେଇଟା ଆମର ପୂର୍ବ ଜନ୍ମ। ସେ ପୂର୍ବ ଜନ୍ମର କଥାକୁ ଧରିକି ବସିଲେ ଏବେ ହବ ନାହିଁ। ବୁଝିପାରିଲେ? ଏଇଟା ସଙ୍ଗ ବିବର୍ଜିତରେ ଆମେ ଏଇଟା ବର୍ଣ୍ଣନା କଲେ। ତୁଲ୍ୟ ନିନ୍ଦା ସ୍ତୁତି, ସ୍ତୁତି କରୁଥିବା ବ୍ୟକ୍ତି ପାଇଁ ଆସକ୍ତି ଜନ୍ମିବା ଆଉ ନିନ୍ଦା କରୁଥିବା ବ୍ୟକ୍ତି ପାଇଁ ଦ୍वेଷ ରଖିବା, ଏଇଟା ଭକ୍ତର ଲକ୍ଷଣ ନୁହଁ। ଆମର ଯିଏ ପ୍ରଶଂସା କରିଦେଲା ସେ ଆମର ବନ୍ଧୁ। ଆଉ ଯିଏ ଆମକୁ ଟିକେ ଏଗେନଷ୍ଟ ଆମ କଥା କହିଦେଲା ତାକୁ ଆଉ ମୁହଁ ଚାହିଁବା ପାଇଁ ଆମର ଇଚ୍ଛା ହଉନାହିଁ। ନାଇଁ, ଭକ୍ତର ସେମିତି ନଜର ନାହିଁ। ଯିଏ ଗାଳି ବି କରୁଥିବ ସେ ନେକ୍ସଟ ଡେ ଆସିବ ତାକୁ ବି ଯେମିତି ବ୍ୟବହାର ଦେଖିବେ। ଆଉ ଯିଏ ଆପଣଙ୍କୁ ବହୁତ ବଢିଆ ପ୍ରଶଂସା କରେ ତାକୁ ବି ସମାନ ବ୍ୟବହାର ଦେଖେଇବେ। ଏ ଗୁଣ ସବୁ ଡେଭଲପ କରିବାକୁ ପଡିବ ଯଦି ଆମେ ଭକ୍ତି ମାର୍ଗରେ ଉନ୍ନତି କରିବା ପାଇଁ ଚାହୁଁଛେ। ଆମେ ଯୋଉ କହୁଛେ ନା କି ଇଏ ମାନେ କମ ବର୍ଷରେ ଇଏ ଭକ୍ତି କଲା କିନ୍ତୁ କେତେ ଉନ୍ନତି କରିଗଲା, ମାନେ ମାନେ ତାକୁ ପୁରା ଭଗବାନ ପୁରା ତା ସାଙ୍ଗରେ କଥା ହଉଛନ୍ତି। ଆମ ସାଙ୍ଗରେ କଥା ହଉନାହାନ୍ତି, ତା ସାଙ୍ଗରେ କଥା ହଉଛନ୍ତି। କାହିଁ କଥା ହଉଛନ୍ତି? ସେ ଜନ୍ମ ଜନ୍ମାନ୍ତରରୁ ଏଇ ଜନ୍ମରେ ଏଇ ସବୁ ଗୁଣ ସବୁ ଡେଭଲପ କରିଦେଲାଣି ସେ। ତା ଆଉ ଆମ ଭିତରେ ଫରକ ଟା ଖାଲି ଏତିକି, ଆମେ ଏଇ ଗୁଣ ଗୁଡା ଡେଭଲପ କରିପାରୁନାହୁଁ। ସେଥିପାଇଁ ଆମେ ଯେତେବେଳେ ଜପ କରୁଛୁ ଆମ ଆଖିରୁ କାହିଁକି ଧାର ଧାର ଲୁହ ବହୁନାହିଁ? ଜପର ତ ଗୋଟେ ନିୟମ ହେଲା କି ଆପଣ ମାନେ ଏତେ ଶକ୍ତିଶାଳୀ ହରେ କୃଷ୍ଣ ମହାମନ୍ତ୍ର, ଯେମିତି ଆପଣ ଧରିବେ ନା ପୁରା 4ଟାରୁ ଉଠିବେ 3:30 4ଟାରୁ ଉଠିକି ମାଳା ଧରିବେ ମାତ୍ରକ ଇଆଡୁ ଲୁହ ଗଡିବା ଷ୍ଟାର୍ଟ ହବ। ଏଇଟା ହବା କଥା ନିୟମରେ, କାହିଁ ଆମ ସାଙ୍ଗରେ ହଉନି? ଏଇ ଗୁଣ ସବୁ ଆମର ପ୍ରଭୁଜୀ ଡେଭଲପ ଆମକୁ ହେଇନାହିଁ। ନିଦ ମାଡୁଛି। ହରେ କୃଷ୍ଣ ପ୍ରଭୁଜୀ, କାହିଁକି ହଉନି? ହଁ, ହେଇ ପ୍ରଭୁଜୀ ଆମକୁ ହେଇପାରୁନି। ନିଦ ମାଡୁଛି ସେତେବେଳେ। ନିଦ ନାଇଁ କାହିଁକି ଆମକୁ ମାଡୁଛି ସେଇଟା କଥା। ଆମକୁ ନିଦ୍ରା କାହିଁ ଘାରି ପକେଇଛି? ମୁଁ ତ ସବୁବେଳେ ଆମର ମୁଁ ମନ, ତୁମର ପ୍ରଭୁଜୀ ଆଜ୍ଞା ମନଟାକୁ ଆମେ ଟିକିରେ ରଖୁଛେ, ତଥାପି ଯୋଉ ଆପଣ କହିଲେ ଲୁହ ବାହାରୁନି, ଆମେ ପ୍ରଭୁ ଜପ କଲା ବେଳେ ଆମେ ଗୋଟେ ଭଗବାନଙ୍କର ଶ୍ୟାମ ସୁନ୍ଦର ରୂପ ହଉ ଯୋଉ ରୂପ ହଉ ଆମେ ଆଖି ଆଗରେ ହଁ ରଖିକି ଆମେ ଜପ କରୁଛେ। ମନଟା ହଁ କାହିଁକିନା ସେଇ ବ୍ରାହ୍ମ ମୁହୂର୍ତ୍ତଟା ହଉଛି ଆପଣ ଯୋଉଟା କହିଲେ ସେଇଟା ବି ଠିକ। କାରଣ ବ୍ରାହ୍ମ ମୁହୂର୍ତ୍ତଟା ହିଁ ଜପ କଲେ ସେତେବେଳେ ଏକାଗ୍ରତା ଆସେ ବେଶୀ। କିନ୍ତୁ ଲୁହ ତ ଆଜ୍ଞା। ବାହାରୁନି ପ୍ରଭୁଜୀ କେବେ ବି। ଏଇଟା ପରେ ମାତାଜୀ ଏଇ ଯୋଉ 12 ନମ୍ବର ଅଧ୍ୟାୟ ସେଥିପାଇଁ ପରେ ଭଗବାନ କହିଛନ୍ତି
ମାର୍କେଟ ସମସ୍ତଙ୍କ ପାଇଁ ଖୋଲା ଅଛି, ଖାଲି ସେ ଜିନିଷଟା ଆମେ ଧରି ପାରିବା କଥା। ଗୋଟେ ଜଣଙ୍କର ଲୁହ ବାହାରୁଛି, ଆମର ଲୁହ ବାହାରୁନି, ଆମକୁ ନିଦ ଆସୁଛି। ମତେ ନିଦ ମାଡି ମାନେ ମତେ ନିଦ ଆସେ, ମୁଁ ବାରମ୍ବାର ଉଠୁଥାଏ। କାହିଁ ପାଇଁ ନିଦ ଆସୁଛି? ମାନେ ସେ ପ୍ରଭୁଟା କହିଲେ, ସେ ପ୍ରଭୁ ଯେ ବମ୍ବେର ଆମେ ପ୍ରଭୁ କହିଲେ, ଶୁଦ୍ଧତା ଆମର ଶୁଦ୍ଧତା ହେଇନି। ବମ୍ବେର ପ୍ରଭୁ କହିଲେ ନିଦ ନ ଆସିବା ପାଇଁ କଣ କରିବେ? 6ଟା 6:30 7ଟା ଭିତରେ ଆପଣଙ୍କର ମାନେ ରାତ୍ରି ଭୋଜନ ଟା ହେଇଯିବା କଥା। 6ଟା 6:30ରୁ ଯଦି ସୂର୍ଯ୍ୟାସ୍ତ ପୂର୍ବରୁ କିମ୍ବା ସୂର୍ଯ୍ୟାସ୍ତ ଠିକ ପରେ ମାନେ ଆପଣ ଯଦି ଖାଇ ଦଉଛନ୍ତି, ତାହେଲେ ଆପଣଙ୍କର କଣ ହବ? ସବୁ ପ୍ରକାର ଆପଣଙ୍କର ପେଟ ସଫା ହେଇଗଲା ସକାଳୁ, ଆଉ ନିଦ ହବ ନାହିଁ। କିନ୍ତୁ ଯଦି ରାତି 10ଟା 11ଟାରେ ଖାଉଛନ୍ତି, ପେଟରେ ଆପଣ ପେଟ ସଫା ହେଇନି ମାନେ ନିଦ ନିଶ୍ଚୟ ହବ। ଏଇଟା ସବୁ ତାର ସୂକ୍ଷ୍ମ ନିୟମ। ମାନେ ସେମାନେ କହୁଛନ୍ତି ସେମାନେ, କିନ୍ତୁ ଆମେ କରିପାରିବା କଥା। ଏଇ ମୁହୂର୍ତ୍ତରେ ମୁଁ କିନ୍ତୁ ଆପଣଙ୍କ ସାଙ୍ଗରେ ପ୍ରଭୁଜୀ, ହଁ ଆଜ୍ଞା ଆଜ୍ଞା ପ୍ରଭୁଜୀ, କିନ୍ତୁ ମୁଁ ଯଦି ଅଭ୍ୟାସରେ ପଡିଯିବ ଆପଣଙ୍କୁ ନିଦ ତ ଆସିବନି। ଆମେ 9ଟା ଭିତରେ ଶୋଇଲେ ବି ଆମେ ସବୁଦିନେ ଆମର 3ଟାରୁ ଜପ କରୁଛୁ, ଠିକ ହଁ 3ଟାରୁ 4:30 ପର୍ଯ୍ୟନ୍ତ ନିଶ୍ଚୟ ଏକଦମ ମାନେ ଜପଟା ବାରମାଳା ହେଇଯାଉଛି ଏକଦମ କମ୍ପ୍ଲିଟ। ତାପରେ ଆଉ ଯାହା ହଉ, କିନ୍ତୁ ଆମକୁ ନିଦ ସେଇଟା ଆସୁନି ସେତେବେଳେ, କାହିଁକି ନା ଆମେ ଯଦି ଭଗବାନଙ୍କ ସେବା 12ଟାରେ କୃପା, ଭଗବାନଙ୍କ ସେବା କୃପା। ଆପଣଙ୍କ ଶରୀର ଭିତରେ ସେ ସାତ୍विକ ଜିନିଷଟା ବୃଦ୍ଧି, ଆଉ ସେଇଟା ହଉଛି ଭଗବାନଙ୍କ କୃପା ଆପଣଙ୍କ ଉପରେ। କିନ୍ତୁ ଆଉ କେତେକ ଲୋକ ଅଛନ୍ତି, କାହିଁକି ସେ ଭୋଗ ବୃତ୍ତିଟା ଆପଣଙ୍କ ବୟସରେ ଆପଣ ସେଇଟା ନାହିଁ, ଆପଣ ମାନେ ଭଗବାନଙ୍କର ଭକ୍ତିରେ ଆପଣ ସେଇ ଟାଇପର ଆଗେଇ ଯାଇଛନ୍ତି, ସେଇଟା ଭଗବାନଙ୍କ କୃପା। କିନ୍ତୁ କମ ବୟସର ଲୋକ ହେଇପାରନ୍ତି, କିମ୍ବା ଏଥିରେ ଭକ୍ତିରେ ତ ବୟସ କଥା କୁହାଯିବା କଥା ନୁହଁ। କିନ୍ତୁ ଆଉ କେତେକ ହଁ ଲୋକ ଅଛନ୍ତି, ସେଇମାନେ କଣ କରୁଛନ୍ତି, ତାଙ୍କର ସେଇ ବୃତ୍ତିଟା ଯାଇନାହିଁ। ସେଥିପାଇଁ କଣ ହଉଛି, ଧରନ୍ତୁ ଏବେ ମୁଁ 11ଟାରେ ଖାଇବି, ମୁଁ ତ ଅବଶ୍ୟ 8:30 9ଟାରେ ଖାଉଛି, କିନ୍ତୁ ସେ 8:30କୁ ଘୁଞ୍ଚେଇ ଆଣିକି 6ଟାରେ ଖାଇବା ପାଇଁ ଆମର କହୁଛନ୍ତି ଇସ୍କନର ନିୟମ। ଯଦି ଆପଣ ସିରିୟସ ଭକ୍ତ, ଆପଣ କରିକି ଦେଖନ୍ତୁ। ମୁଁ ବି ସେଟା ଚେଷ୍ଟା କରିନି, ମୁଁ ବି କରିବା ପାଇଁ ଚାହୁଁଛି, କିନ୍ତୁ ଏପର୍ଯ୍ୟନ୍ତ ମୁଁ ସେଟା ଆଚିଭ୍ କରିପାରି ନାହିଁ। ସେଇଟା କରିବା ଦ୍ୱାରା ସକାଳୁ ନିଦ ହବ ନାହିଁ। କିମ୍ବା ଆପଣଙ୍କର ଯଦି ମାନେ କୋଉ ସ୍ଥିତିରେ ଆପଣ ଅଛନ୍ତି, ଆପଣ ବହୁତ ବେଶୀ ସାଂସାରିକ ଜିନିଷ ପାଇବା ଏଇଟା କଲି, ରଜଗୁଣ ବେଶୀ ଅଛି ଯଦି, ତ ମନଟା, ସେ ପ୍ରଭୁ କହିଲେ ମନ ପକ୍ଷୀର 2ଟା ଡେଣା ଅଛି। ଗୋଟେ ହଉଛି ତାର ଗୋଟେ ଡେଣା ସେ କହିଲେ ଭବିଷ୍ୟତ, ଆଉ ଗୋଟେ ଡେଣା ହେଲା ତାର, ଭବିଷ୍ୟତର ଉଲ୍ଟାଟା କଣ? ଅତୀତ ବର୍ତ୍ତମାନ ହଁ, ଅତୀତ। ଅତୀତ ଏ ଦିଟା ଡେଣା ଅଛି। ଅତୀତ, ଆମ ମନ କଣ କରୁଛି, ମନ ପକ୍ଷୀଟା ଯେମିତି ଜପମାଳ ଧରିବ, ଅତୀତ କଥା ଭାବିବ, ନହେଲେ ଭବିଷ୍ୟତ କଥା ଗୋଟେ କଣ ଗୋଟେ ମାଇଣ୍ଡରେ ପଳେଇ ଆସିବ ସାଙ୍ଗେ ସାଙ୍ଗେ। ଆପଣ ଯୋଉଟା ଦିନ ଭରି ବେଶୀ ଭାବିଥିବେ, ଯୋଉଟା ଆପଣଙ୍କର ଆସକ୍ତି ଥିବ। ଆଜ୍ଞା। ବର୍ତ୍ତମାନ ଆଉ ଭବିଷ୍ୟତ ପ୍ରଭୁ, ଅତୀତ ଯୋଉଟା ସେଟା ତ ଭବିଷ୍ୟତ, ସେଟା ଯାଏନା ପ୍ରଭୁ। ନାଇଁ, ଅତୀତ ଆସୁନି ମାତାଜୀ ଆପଣଙ୍କର? ଅତୀତ ଦେଖନ୍ତୁ ବହୁତ ଆସୁଛି। ମୁଁ ତ ଜପ କଲାବେଳେ ମୁଁ ତ ବହୁତ ଲକ୍ଷ୍ୟ କରିଛି। ହଁ, ଅତୀତରେ ଗୋଟେ କଥାଟେ ପଳେଇ ଆସିବ, ହଁ ସେଇଟା ନା, ହଁ ମୁଁ ଯାଇଥିଲି ସେଠିକି ଗୋଟେ ସାଙ୍ଗ ସାଙ୍ଗରେ, ଏମିତି ଆସୁଛି ତ ଅତୀତର। ଆଉ ବର୍ତ୍ତମାନ କଥା, ମାନେ ବର୍ତ୍ତମାନର ବି ମାନେ ବର୍ତ୍ତମାନଟା ହେଲା ଏବେ ସେଇ ଟାଇମରେ ଆପଣ ଯୋଉ ଜପ କରୁଛନ୍ତି, ସେଇଟା ଯଦି ରହିଲେ ଭଲ। କିମ୍ବା ଭବିଷ୍ୟତ, ହଁ ମୁଁ କାଲି ଟିକେ ସେଇଟା ଯିବାର ଅଛି ସେଠିକି, କି ନହେଲେ ଏମିତି କୌଣସି ବି ଗୋଟେ କଥା। ଏଇ 2ଟା ଯଦି ଡେଣା କାଟି ପକେଇଲେ ମନ ପକ୍ଷୀର, ତାହେଲେ ଆପଣଙ୍କ ମନ ଯୋଉ ଉଡୁଥିବ, ସେ ମନଟା ଧୀରେ ଧୀରେ ତଳକୁ ପଳେଇ ଆସିବ। ଏଇଟା ମାନେ ମୁଁ ଆଜିର ପ୍ରବଚନରେ ଶୁଣିଛି ମୁଁ ଆଜି ଏଇଟା। ଆଉ ଗୋଟେ ହରେ ରିଜନ କୃଷ୍ଣ ପ୍ରଭୁଜୀ, ପ୍ରଭୁ ମହାରାଜ ମାୟା କହୁଛନ୍ତି, କ୍ରୋଧ କ୍ଷେତ୍ରରେ ହରେ କୃଷ୍ଣ ପ୍ରଭୁଜୀ, ହଳଧର ମହାରାଜ କହୁଛନ୍ତି ଯଦି ଜପ କରିବ ତ ତାହେଲେ ଠିକ ବ୍ରାହ୍ମ ମୁହୂର୍ତ୍ତରେ କରିବ। 3ଟା ଠାରୁ 5ଟା ଭିତରେ ତମର ଜପ ବସି କରିବ, ଆଉ କୌଣସି ଆଜ୍ଞା। ସେତେବେଳେ କିଛି ଆଉ କରିବେନି। କେବଳ ବ୍ରାହ୍ମ ମୁହୂର୍ତ୍ତଟା ହଉଛି ଭଲ, କିନ୍ତୁ ସେଇ ସମୟରେ ଉଠିକିରି କରିପାରିଲେ ଭଲ। ବ୍ରାହ୍ମ ବ୍ରାହ୍ମ ଆମର ପ୍ରଥମ ନିୟମ ଇସ୍କନରେ ହେଲା, ଭକ୍ତି ମାର୍ଗରେ ଯିଏ ବି ଅଛି, ଯିଏ ଦୀକ୍ଷା ନେଇଯାଇଛି, ସେ ଯଦି ଏଇଟା କରୁନି, ତାହେଲେ ତ ପୁରା ମାନେ ଅପରାଧ ଏଇଟା। ଆପଣ ନିଶ୍ଚୟ 3:30ରୁ ଉଠିବେ, 3:45 ମ୍ୟାକ୍ସିମମ୍। ଜପଟା ଆପଣଙ୍କ 6:30 ଭିତରେ ସରିଯିବା କଥା। ବେଶୀ ଆଜ୍ଞା କଣ ଅସୁବିଧା ହେଲା? 7ଟା ଭିତରେ। କିନ୍ତୁ ଯେ ଟପ୍ ଲେଭେଲର ଯେ ଡିଭୋଟି, ବହୁତ ଉନ୍ନତି କରିବା ପାଇଁ ଚାହୁଁଛି, ସେ ମାନେ କଣ କରିବ? ଆକ୍ଚୁଆଲି ଯଦି ମାନେ ଯିଏ ଯୋଉଟା କରୁନି ସେଟା କହିବା କଥା ନୁହଁ, କିନ୍ତୁ ମୁଁ ଯାହା ଶୁଣିଛି ଆପଣଙ୍କୁ କହୁଛି, କି ଆପଣଙ୍କର କମ ସେ କମ 10 ମାଳା ସରିଯିବା କଥା ବ୍ରହ୍ମ ମୁହୂର୍ତ୍ତ ଆଗରୁ। ମାନେ ଆପଣ ମଙ୍ଗଳ ଆରତି ପୂର୍ବରୁ ଯଦି ଜପ ସାରି ପାରୁଛନ୍ତି,
ଆପଣ ହଉଛନ୍ତି ପୁରା ମାନେ ବଢିଆ ଯୋଉଟାକୁ କହନ୍ତି, ମାନେ ଆପଣଙ୍କର ଭକ୍ତି ଜୀବନ ବେଷ୍ଟ ଚାଲିଛି। କିନ୍ତୁ ଠିକ ଅଛି, ସେଇଟା ବି ଯଦି ନ ପାରିଲେ ଆପଣ 6ଟା 6:30 ପର୍ଯ୍ୟନ୍ତ ଆପଣ 16 ମାଳା କରିଦେବେ। ସେଇଟା ପରେ ସେଇ ଟାଇମଟା ଗତି କରି ସାରିଲା ପରେ ତାପରେ ଯୋଉ ଜପଟା, ଜଣେ ଉଦାହରଣ ଦଉଥିଲେ ଗୋଟେ ପ୍ରଭୁ, ଯେ ଯୋଉଟା ହାଟ ଯୋଉ ବସୁଛି, ସେ ହାଟଟା ଯୋଉଟା 3ଟାରୁ ସେ ହାଟଟା ବସେ, ଏ ଭକ୍ତିର ହାଟଟା। ତାପରେ 3ଟା ପରେ ଆପଣ ମାନେ ପନିପରିବା, ବହୁତ ସଜ ପନିପରିବା ସେଇ ଟାଇମରେ ମିଳେ, ମାନେ ଭକ୍ତି ଭକ୍ତି ରୂପକ ଏଇଟା କହୁଛି ମୁଁ। ତ ଯେମିତି 5:30 6ଟା ହେଇଯାଏ, ସେତେବେଳେ ତାପରେ ଆପଣ ଆସିବେ ନା ପନିପରିବା କିଣିବା ପାଇଁ, ମାନେ ହାଟଟା ସରି ସରି ଉଠିବା ପାଇଁ ବସିଥାଏ। ଆପଣ ସେତେବେଳେ ପୋକା ବାଇଗଣ, ପଚା ଆଳୁ, ଟମାଟର ଯୋଉଟା ଦବି ଯାଇଛି ସେଇଟା କିଣିକି ଆଣିବେ। କେତେବେଳେ? 5:30ର 6ଟା 6:30ର ହାଟକୁ ଯଦି ଆପଣ ଗଲେ, ଆପଣ ହାଟକୁ ବସିଯିବେ, ଭକ୍ତିର ହାଟ ବସିଯିବେ 3:30ରେ, ଫ୍ରେଶ ଜିନିଷ ପାଇବେ। ଏଇଟା ହଉଛି ତାର ନିୟମ। ପ୍ରଭୁଜୀ ହରେ କୃଷ୍ଣ ପ୍ରଭୁଜୀ, ଯଦି 16 ମାଳା ଆମର ସକାଳ 7ଟା 8ଟା ସୁଦ୍ଧା କମ୍ପ୍ଲିଟ ହେଲା, ନେକ୍ସଟ ଆମର ହଁ ଯଦି ରାତି ପର୍ଯ୍ୟନ୍ତ କିଛି କରୁଛୁ ଅଲଗା କିଛି ମାଳା ଆମେ ଏକ୍ସଟ୍ରା ହଁ, ଅନ୍ୟ ମାନଙ୍କୁ ସେଇଟା ତ ମାନେ ବହୁତ, ଗୁରୁ ସେଇଟା ବହୁତ ଭଲ, ସେଇଟା ମାତାଜୀ ବହୁତ ଭଲ। କିନ୍ତୁ ଆପଣ ମାନେ ବ୍ରହ୍ମ ମୁହୂର୍ତ୍ତରେ ନ କରିକିରି ଦିନ ଭରି 32 ମାଳା କଲେ ସେଇଟା ମାନେ ସେଟାକୁ ଭଲ କୁହାଯିବ ନାହିଁ। ପ୍ରଥମ 16 ମାଳା ଯୋଉଟା ପ୍ରଭୁପାଦଙ୍କର ଆଦେଶ, ସେଇଟା ଆମେ ବ୍ରାହ୍ମ ମୁହୂର୍ତ୍ତରେ ହିଁ କରିବା। ତାପରେ ଆପଣ ଏକ୍ସଟ୍ରା କେତେ ବି କରନ୍ତୁ, ଏ ତ ବହୁତ ଭଲ ମାତାଜୀ। ଦିନକୁ 32 ମାଳା ନିହାତି କଲେ ବହୁତ ଭଲ, କରିବା କଥା। ଆମେ ଖାଲି ଏକାଦଶୀ ମାନଙ୍କରେ କରୁଛୁ, ଯେ ସବୁଦିନ କରିବା କଥା ଯାହା ପାଖରେ ସମୟ ଅଛି। କାହିଁକି ଆଉ ସମୟ ନାହିଁ ଆମ ପାଖରେ, ଆମକୁ ସେମିତି ଲାଗୁଛି। ଏତେ ମାନେ ଦୁର୍ଲଭ ମନୁଷ୍ୟ ଜନ୍ମ ମାନେ କୁହାଯାଇଛି, ଏଇଟା ଏକଦମ ସତ କଥା। ଆମର ଦେଖୁନାହାନ୍ତି କେତେ ଲୋକ, ମାନେ ଆଜିର ମଣିଷ କାଲି ନାହିଁ। ମୁଁ ସବୁବେଳେ ସବୁଦିନ ଉଠେ, ମାନେ ପ୍ରତ୍ୟେକ 2 4 ଦିନରେ ଶୁଣେ, ଓ ସେ ଲୋକ ଯେ ମରିଗଲା ସେ, ଆଚ୍ଛା ଆଚ୍ଛା। କିଏ ଗୋଟେ ମାନେ କୋଉ ଦୂର ରିଲେଟିଭ, କୋଉ ଗୋଟେ ଗାଁର ଚିହ୍ନା ଲୋକ, କୋଉ ଗୋଟେ ଆମ ଟାଉନର ଲୋକ, ସବୁବେଳେ ଏମିତି ଶୁଣିବାକୁ ମିଳୁଛି, ସେ ଲୋକ ମରିଗଲା, ଆରେ ସେ ତ ବଢିଆ, ମୁଁ ତା ସାଙ୍ଗରେ କଥା ହେଇଥିଲି କିଛି ବର୍ଷ ତଳେ, ଏମିତି ଆମେ କଥା ହଉଛେ। ମାନେ ତା ଅର୍ଥ କଣ? ମାନେ ଆମ ପାଖରେ ବିଲକୁଲ ଟାଇମ ନାହିଁ। ଆମେ ଏତେ ସିରିୟସଲି ନବା କଥା, ନେକ୍ସଟ ମାନେ ଆମେ ଏଇ ସିଚୁଏସନ ପାଇବା କି ଆମେ ଏମିତି ପୁରା ମାନେ ଶିଲ ପ୍ରଭୁପାଦଙ୍କ ସମୟରେ ଆମେ ଜନ୍ମ ହେଇଛେ, ଯୋଉ ଟାଇମରେ ଆମେ ଜାଣି ପକେଇଛେ ଯେ ଭକ୍ତିଟା କଣ, ଏତେ ବଡ ମାନେ ଗୌଡୀୟ ବୈଷ୍ଣବ ଧାରାରେ ଆମେ ଆସିଛେ, ଏଇ ସବୁ ଗ୍ରନ୍ଥ ମାନେ ସବୁ ଆମେ ପାଠ କରୁଛେ। ସିରିୟସ ହେଇଯିବା କଥା, ଯାହା ପାଖରେ ଯେତେ ସମୟ ଅଛି ସେଇଟାକୁ ଆଉ ତମେ ଖାମଖିଆଲି ହିସାବରେ ଭକ୍ତି କଲେ ହବ ନାହିଁ। ଭକ୍ତିକୁ ଆମେ ଆକ୍ଚୁଆଲି ଖାମଖିଆଲି ନଉଛୁ, ଏବେ ବି ଆମେ ସେଇ ସିରିୟସନେସ୍ ନାହିଁ। ହରେ କୃଷ୍ଣ ପ୍ରଭୁ ଯେ ଟିକେ ଯଦି ଆମେ ଢିଲା ହେଇଯାଉଛନ୍ତି ମାୟାଗ୍ରସ୍ତ ହେଇଯାଉଛନ୍ତି ପ୍ରଭୁ। ବହୁତ ମାୟା ବହୁତ ମାତାଜୀ, ପ୍ରଭୁ ଆଉ ଅନେଇକି ଏତେ ବସିଛନ୍ତି। ମାତାଜୀ ଏତେ ସମୟ ନଷ୍ଟ ହେଇଯାଉଛି ନା ମାତାଜୀ। ଅଲଗା ଲୋକଙ୍କର କେମିତି ଇଚ୍ଛା ହଉଛି ଆପଣ କହିଲେ, ମାନେ ଭାଗବତ ପଢିବେ ସେମାନେ ପୁରା 10 ଘଣ୍ଟା 8 ଘଣ୍ଟା, ମାନେ ଆମର କଣ କଥା, ଭାଗବତ ପଢିଲେ ମାନେ ମୁଁ ଦୁଃଖର ସହିତ କହିବାକୁ ଚାହୁଁଛି, ମାନେ ଶାସ୍ତ୍ର ପଢୁଛି କିନ୍ତୁ ସେମିତି ମାନେ ଗୋଟେ ଇଣ୍ଟରେଷ୍ଟ ଗୋଟେ ସେମିତି ନାହିଁ, କି ମାନେ ପଢିବେ ପଢିବେ ପୁରା ସେଇଥିରେ ହିଁ ଜୀବନଟା ପୁରା ତାମାନେ। ଏଇ ଟାଇପର ଭକ୍ତି କେମିତି ମାନେ ମୁଁ ଶୁଣିଛି ଗୁରୁ କୃପାରୁ ହୁଏ ବୋଲିକିରି ଶୁଣିଛି, ମାନେ ଯିଏ ଗୋଟେ ସିରିୟସ ଭକ୍ତ ତାକୁ ଯେତେବେଳେ ଗୁରୁ କୃପା ମିଳିଯାଏ, ସେ ମାନେ 24 ଆୱାର୍ସ ସେ ଭଳିଆ ତାର ମାଇଣ୍ଡ ହେଇଯିବ। ତାପରେ ଏଇ ଟାଇପର ଭକ୍ତି କଲେ ତାର ଗୋଟେ ମଜା ଅଛି। ତାମାନେ ଅଛନ୍ତି ବହୁତ ଭକ୍ତ, ମୁଁ ଆମ ଇସ୍କନରେ ମୁଁ ଦେଖୁଛି ବହୁତ ଭକ୍ତ, ଗୃହସ୍ଥ ଭକ୍ତଙ୍କୁ ମୁଁ ଦେଖୁଛି, ମୁଁ ତାଙ୍କ ନାଁ ବି ନେଇ ପାରିବିନି, କିନ୍ତୁ ମୁଁ ଦେଖିଛି ସେ ଭକ୍ତି ମାନେ ବହୁତ ବେଷ୍ଟ ଲେଭେଲରେ ଭକ୍ତି କରୁଛନ୍ତି। ହରେ କୃଷ୍ଣ ପ୍ରଭୁ ଗୁରୁ କୃପା ପ୍ଲସ୍ ତାଙ୍କର ପୂର୍ବ ଜନ୍ମ ସୁକୃତି ପ୍ରଭୁ ଅଛି। ସେ ସେଇଠୁ ଆଚ୍ଛା ସେ ଦେଖନ୍ତୁ, ଯୋଉ ହଁ ପ୍ରାରବ୍ଧ ସ୍ୱୀକୃତି ବି ଅଛି, ସ୍ୱୀକୃତି ବି ଅଛି। କିନ୍ତୁ ମାତାଜୀ ଶିଲ ପ୍ରଭୁପାଦ ତ କହିଛନ୍ତି କି ଆମକୁ ଚିନ୍ତା କରିବା କଥା କି ଏଇ ଜନ୍ମରେ ହିଁ ଆମେ କେମିତି ଆମେ ଭଗବାନଙ୍କୁ ପାଇବା। ଆଉ ଦେଖନ୍ତୁ ଆପଣ ସୁଚାରୁ ସଖୀ ମାତାଜୀ ଆମର ହେଲେ, ଇଏ ଆମର ହେଲେ ଇନ୍ଦୁମତୀ ମାତାଜୀ ହେଲେ, ଯୋଉ ସିନିୟର ଭକ୍ତ ମାନେ ଆପଣ ମାନେ ବି ଅଛନ୍ତି, ମୁଁ ଏମାନଙ୍କୁ ଦେଖିକିରି ମତେ ତ ଲାଗି ଆପଣ ବହୁତ ସିରିୟସ ଭକ୍ତ। ଆମର ଯେତେ ଜଣ ଆପଣ ଏଇଠି ବସିଛନ୍ତି, ଇନ୍ଦୁମତୀ ମାତାଜୀଙ୍କ କଥା ତ ଆପଣ ମାନେ ସମସ୍ତେ ତାଙ୍କର କ୍ଲାସ ଶୁଣିଥିବେ। ଦେଖନ୍ତୁ ମାନେ ଗୋଟେ ପଏଣ୍ଟ ବି ମାନେ ସେ ଭଗବାନଙ୍କ ଛଡା ତାଙ୍କର ଅଲଗା କଥା ନାହିଁ, ମାନେ ଏତେ ସିରିୟସନେସ୍। ତାପରେ ଖାଲି ସୁଚାରୁ ସଖୀ କହୁଛି, ଏଇ ଯୋଉ ଆମର ଇନ୍ଦୁମତୀ ମାତାଜୀ ହେଲେ,
ଏ ଏ ନିତ୍ୟ ସେବିନୀ ଏ ମାତାଜୀ ଏମାନେ କଣ ଅଲଗା ଅଲଗା କଥା କିଛି ହଉଛନ୍ତି କି ସେମାନେ? ଏଟଲିଷ୍ଟ ଆମେ ତାଙ୍କୁ ତ ଫଲୋ କରିପାରିବା ଯାହାଙ୍କ ସାଙ୍ଗରେ ଆମେ ଡେଲି କ୍ଲାସ କରୁଛେ। ଏମିତି କେତେ ଉଦାହରଣ ନେବେ? ଏ ଇସ୍କନରେ ତ ବହୁତ ଏମିତି ଅଛନ୍ତି, କିନ୍ତୁ ଆମ ଭିତରେ କାହିଁକି ସେ ଚେଞ୍ଜ ଟା ଆସୁନି ସେଇଟା ଆମେ ଦେଖିବା କଥା ଆକ୍ଚୁଆଲି। କାହିଁ ଖାଲି ଦେଖନ୍ତୁ ପ୍ରଭୁଜୀ ଆମେ ଏଇ ସେମିତି ହରେ କୃଷ୍ଣ ପ୍ରଭୁଜୀ କଣ କହିଲେ? ସେମିତି ଆମକୁ ହଁ। ଦରକାର, ଆମକୁ ଆଟମୋସ୍ଫିୟର ବି ବାନ୍ଧି ଦଉଛି ନା ପ୍ରଭୁଜୀ, ଆମ ଅନୁକୂଳ ପରିସ୍ଥିତି ବି ଆମକୁ ସାଥ ଦଉନି, ସେଇଟା ବି ଗୋଟେ କଥା ନା ପ୍ରଭୁ। ଏଇଟା ସେଇଟା ସତ କଥା ମାରି। ମୁଁ ତ ମାନେ ମୁଁ ଏଇଟା ଆକ୍ଚୁଆଲି ଯାହା ବି କହିଲି ଆକ୍ଚୁଆଲି ଆପଣଙ୍କ ମାନଙ୍କ ପାଇଁ କହିନି, ଏଇଟା ମୁଁ ଆକ୍ଚୁଆଲି ମୋ ନିଜ ପାଇଁ କହୁଛି। କାହିଁକି ମୁଁ ଆପଣ ମାନଙ୍କୁ ମୁଁ ଭଲ ଭାବେ ଜାଣିଛି। ଆମର ମୁକୁନ୍ଦ ପ୍ରିୟା ମାତାଜୀ ଗୋଟେ ବହୁତ ଭଲ ଭକ୍ତ, ମାନେ କଲେକ୍ସନ କରୁଛନ୍ତି, ଭକ୍ତି ସକାଳୁ ଉଠି କରୁଛନ୍ତି। ମୁଁ ଆପଣଙ୍କ କଥା କହୁନି, ଆପଣ ସମସ୍ତେ ମାନେ ଯେତେ ଜଣ ଅଛନ୍ତି, ମୁଁ ଗୋଟେ କହୁଛି ମାନେ ଆପଣ ମାନେ ଗୋଟେ ଭଲ ଷ୍ଟେଜ ରେ ଅଛନ୍ତି। ସେଇ ଷ୍ଟେଜ ରୁ ଆଉ ବି ବହୁତ ଆଗକୁ ଆମେ ଯାଇପାରିବା। ଆଉ ଆମକୁ ବହୁତ ସିରିୟସ ହେବାକୁ ପଡିବ। ମୁଁ କୌଣସି ଡିମୋଟିଭେଟ କରିବା ପାଇଁ କହୁନି। ଆପଣ ମାନେ ବହୁତ ଶୁଦ୍ଧ ଭକ୍ତ, ଆଉ ବହୁତ କମ ଟାଇମ ଆମ ପାଖରେ ଅଛି, ଆଉ ବହୁତ ଆଗକୁ ଯିବାକୁ ପଡିବ। ଆଉ ସେଇ ଟାଇପ ର ସିରିୟସନେସ୍ ହେବା କଥା। ତାପରେ ଆମେ ଆଗକୁ ବଢିବା। ମୌନି ଶ୍ରୀଧର ସ୍ୱାମୀ ତାଙ୍କର ଟୀକାରେ କହିଛନ୍ତି, ଯାହାର ବାକ୍ ବା ବାଣୀ ସଂଯତ ଅଟେ ସେ ମୌନି ଅଟେ। ମୌନି କାହାକୁ କୁହାଗଲା? ଯେ ଖାଲି ଚୁପ୍ ରହୁଛି ତା କଥା କୁହାଯାଉନି। ପ୍ରଜ୍ଞା ପ୍ରଭୁ ହରେ କୃଷ୍ଣ। ସ୍ଥିତ ପ୍ରଜ୍ଞା ମୌନୀର ପ୍ରଭୁଜୀ। ପ୍ରକୃତ ଅର୍ଥ ହେଲା, ମୌନୀର ପ୍ରକୃତ ଅର୍ଥ ହେଲା ଭକ୍ତ ଭଗବାନଙ୍କର କଥା ଛଡା ଅଲଗା କଥା ହବ ନାହିଁ। ଆପଣ ଗୋଟେ ଟପିକ ରେ କଥା ହେଇଲେ, ଆମେ ଦେଖନ୍ତୁ କୌଣସି ଫୋନ ରେ କାହା ସାଙ୍ଗରେ କଥା ହେଲେ, ଭକ୍ତ ସାଙ୍ଗରେ ବି କଥା ହେଲେ, ତ ସେ ଭଗବାନ ଟପିକ ରେ ଅଛନ୍ତି ନା ବି ଅଲଗା ଆଡକୁ ପୁଣି ପଳେଇଲେ, ଏଇଟା ଦେଖିବା କଥା। ଅଲଗା ଆଡକୁ ବେଶୀ ବି ପଳେଇଲେ ବି ଭଲ ନାହିଁ। ମୌନି ତାହାକୁ କୁହାଯିବ ଯେ ଭଗବାନଙ୍କର କଥା ତା ମୁହଁରୁ ଖାଲି ବାହାରୁଛି। ଯେ ଭଗବତ ବିଷୟକ କଥାରେ ସଦୈବ ମନନଶୀଳ ଅଟେ ସେ ମୌନୀ ଅଟେ। ମନର ତପସ୍ୟା କୁ ମୌନ କୁହାଯାଏ। ମନ ହିଁ ଜାଣେ କଣ କରିବାର ଅଛି ଆଉ କଣ କରିବାର ନାହିଁ। ଅନର୍ଗଳ ଚର୍ଚ୍ଚା ଯିଏ କରୁଛି, ତା ପାଇଁ ଭକ୍ତି ମାର୍ଗ ସୁଲଭ ନୁହଁ। ଆପଣ ସିଧା ଜାଣି ପକେଇବେ ଯେ ଆପଣଙ୍କ ସାମ୍ନାରେ ଆସିଲା, ଟିକେ କଥାବାର୍ତ୍ତା କଲା, ଯଦି ଏପଟ ସେପଟ କଥା ଯଦି କହିବା ଆରମ୍ଭ କରିଦେଲା, ତାହେଲେ ଜାଣିବେ ପ୍ରୋବ୍ଲେମ ଅଛି। ଆଚ୍ଛା, ସନ୍ତୁଷ୍ଟ ଏନ କେନଚିତ୍। କେବଳ ଭଗବାନଙ୍କ ପ୍ରତି ପ୍ରେମ ଥିବାରୁ ଭକ୍ତ ନିତ୍ୟ ନିରନ୍ତର ଭାବରେ ଭଗବାନଙ୍କ ଠାରେ ସନ୍ତୁଷ୍ଟ ଥାଏ। ସନ୍ତୁଷ୍ଟ ରହିବା କଥା ପୁଣି ଆସିଲା। ଏଇଟା ଆକ୍ଚୁଆଲି ସନ୍ତୋଷ ଗୁଣଟା ଆମେ ଏଇ ଗୁଣଟା ଆମେ ଆଲୋଚନା କରିଥିଲେ। ଏଇଥିରେ ଆଉ ଥରେ କୁହାଯାଇଛି, ସନ୍ତୁଷ୍ଟ ଏନ କେନଚିତ୍ ମାନେ କଣ? ଭଗବତ ଇଚ୍ଛାରୁ ଯାହା କିଛି ପ୍ରାପ୍ତ ହେଇଛି ସେଥିରେ ସନ୍ତୁଷ୍ଟ ରହିବା। ନଚେତ୍ ତିନି ଲୋକର ସମ୍ପତ୍ତି ବି ପ୍ରାପ୍ତ ହେଇଗଲେ ବ୍ୟକ୍ତି ଅସନ୍ତୁଷ୍ଟ ରହିବ। କାହିଁକି? ତାର ମନ ଉପରେ ତାର ନିୟନ୍ତ୍ରଣ ନାହିଁ। ଅନିକେତ କଥା କୁହାଗଲା, ତାପରେ ଶବ୍ଦ ଅନିକେତ ମାନେ କଣ? ଯାହାର ଘର ନାହିଁ ବା ବାସସ୍ଥାନ ନାହିଁ। ମାନେ ତା ଅର୍ଥ କଣ? ଏଇଠି ଅନିକେତ କାହିଁ କୁହାଯାଇଛି? ମାନେ କଣ ଭକ୍ତର ଘର ଥିବା କଥା ନୁହଁ, ଏଇଟା କୁହାଯାଇଛି। ଏହାର ଅର୍ଥ ଏଇଟା ନୁହଁ କି ଭକ୍ତର ବାସଗୃହ ନଥିବ, ସେଇଟା ନୁହଁ। ଶିଲ ପ୍ରପାତ କହିଛନ୍ତି ଯେ ଅନିକେତର ଅର୍ଥ ହେଲା, ଭକ୍ତ ଯେଉଁ ଜାଗାରେ ବି ରହିଲେ ସେଥିରେ ଆସକ୍ତି ହେବ ନାହିଁ। ଦେଖିବେ ଜଣେ ଜଣେ ଗୋଟେ ଘରରେ କେମିତି ସଜେଇବେ, ତା ଉପରେ 4 ଦିନ ପଳେଇଲାଣି। କୋଉ କଲର ପର୍ଦା ଆଣିବି, କୋଉ କଲର ଏଇଟା କରିବି, ଏଇ ଟାଇପ ର ମେଣ୍ଟାଲିଟି ଏଇଟା ହଉଛି ମାନେ ସାଂସାରୀ ଲୋକର କାମ। ଭକ୍ତ ସିମ୍ପଲ ରହିବ, ବେଶୀ ନାହିଁ। ହଁ, ଭଗବାନ ଆପଣଙ୍କୁ ବହୁତ ପଇସା ପତ୍ର ଦେଇଛନ୍ତି, ମନା ନାହିଁ, ଭଲ ଘରେ ରହିବା କଥା। କିନ୍ତୁ ସେ ଘର ପଛରେ ବେଶୀ ପାଗଳ ହବା କଥା ନୁହଁ। ବହୁତ ଲୋକ ଅଛନ୍ତି, ଘର ଟିକେ କଣ ହେଇଗଲେ, ଆରେ ବାବରେ ଏଇଟା କେମିତି ହବ, କଣ ହବ, ସାଙ୍ଗେ ସାଙ୍ଗେ ମାନେ କଲର ଟିକେ ଖରାପ ହେଇଗଲା, ନୂଆ କଲର ଲଗେଇଦେବି, ଆଉ କଣ କରିଦେବି, ଏଇ ଟାଇପ ର ବିଚାର ବେଶୀ କଲେ ଭକ୍ତି କେତେବେଳେ ଜଣେ କରିବ। ଥରେ ଆଉ ଥରେ କଣ ହେଲା ଜାଣିଛନ୍ତି? ଥରେ ହଳଧର ମହାରାଜ ଥରେ ଗୋଟେ ଜଣ ଘରକୁ ଗଲେ, ତାଙ୍କର ଗୋଟେ ଭକ୍ତ ଘରକୁ ଗଲେ। ହଳଧର ମହାରାଜଙ୍କ ପ୍ରବଚନରେ ଶୁଣିଛି, ସେ ତାକୁ ପଚାରିଲେ, ସେ ସୋଫାରେ ବସିଲେ। ସେ ସୋଫାଟା ପୁରା ଏତେ ଦାମିକା ସୋଫା, 2 ଲକ୍ଷ ଟଙ୍କିଆ ସୋଫା। ହଳଧର ମହାରାଜ କହିଲେ, ତୁ ଘରେ ଏତେ ସବୁ ଦାମକିଆ ଜିନିଷ ଗୁଡା ଲଗେଇଛୁ, ମାନେ ଏଇଥିରେ ମାନେ ମାନେ ଭକ୍ତି କେମିତି ହେଇପାରିବ? ମାନେ ଦେଖିଲେ ଡର ଲାଗୁଛି। ବହୁତ କଷ୍ଟଲି ଜିନିଷ, ବହୁତ ଜିନିଷ ଏଇ ଟାଇପ ର ୟୁଜ କଲେ କଣ ହବ, ମାଇଣ୍ଡ ଟା ସେଇଥିରେ ପଳେଇବ ଆକ୍ଚୁଆଲି। ସେଇଟା ଟିକେ କଣ ଅସୁବିଧା ହେଇଗଲେ ନା, ମନ ପୁରା ବହୁତ ଦୁଃଖ ହେଇଯିବ।
କିନ୍ତୁ ଗୋଟେ ଧନୀ ଲୋକ ଅଛି, ସେ କଣ ଧନ ଛାଡି ପାରିବ କି? ସେ ଭକ୍ତ କେମିତି ସେ ଭକ୍ତ ହେଇପାରିବ, ସେଟା ଭଗବାନ ହିଁ ତାକୁ ମାନେ ବୁଦ୍ଧି ଦେବେ। ତାକୁ କଣ ମାନେ ମାନେ ସେଇଟା ତ କହି ହବନି ନା। ମାନେ ସେ ଗୋଟେ ଯାହା ଯୋଉ ସ୍ଥିତିରେ ସେ ଜନ୍ମ ହେଇଛି ସେ ସ୍ଥିତି ତ ଛାଡି ପାରିବନି। କିନ୍ତୁ ଚେଷ୍ଟା କରିବା କଥା ଯେ ବହୁତ ବେଶୀ କୌଣସି ଜିନିଷରେ ପଡିବା କଥା ନୁହଁ। ବହୁତ ଦାମକିଆ ଦାମକିଆ ଜିନିଷ କିଣିବା ଏଇଟା ଭକ୍ତ ପାଇଁ ଭଲ ନାହିଁ। ସେଥିପାଇଁ ଦେଖିବେ ସାଧାରଣ ପୋଷାକ, ସାଧାରଣ ଜିନିଷ। ମାତାଜୀ ମାନଙ୍କର ବି ପାଖରେ ତ ପୁରା ଏକଦମ ଶାଢୀ ଶାଢୀ କମ ସେ କମ ମାନେ ବହୁତ ପ୍ରକାର ଏଇଟା ରହୁଛି। ଆଉ ସେଇଟା ଗୋଟେ ଭଲ ଜିନିଷ ବି, ଖରାପ ବି ନୁହଁ। କିନ୍ତୁ ଏମିତି ବି ହବା କଥା ନୁହଁ ଯେ ପୁରା ସେ ଜୟଲଳିତା ଯୋଉ ମୁଖ୍ୟମନ୍ତ୍ରୀ ଥିଲା ତା ପାଖରେ ପୁରା 15,000 ଜୋତା ହଳ ଥିଲା ତା ପାଖରେ। ଶାଢୀ କେତେ ଲକ୍ଷ ଥିଲା, 3 ଲକ୍ଷ 4 ଲକ୍ଷ ଶାଢୀ ଥିଲା। ଏମିତି ବି ହବା କଥା ନୁହଁ, ନର୍ମାଲ ରହିବା କଥା। ପ୍ରଭୁଜୀ କିନ୍ତୁ ଆଜ୍ଞା। ଧନୀ ହେଇକିରି ଆମର ଯୋଉ ଫୋର୍ଡ କମ୍ପାନୀର ମାଲିକ ଯିଏ ଯିଏ ଯେମିତି ହଁ। ସିଏ ଏତେ ଭକ୍ତି ଦିଗରେ ସେ କେତେ ଦେଖନ୍ତୁ ଧନୀ ହେଲେ ବି ଏତେ ଆମର ଯୋଉ ଚନ୍ଦ୍ର ମନ୍ଦିର ଯୋଉଟା ମାୟାପୁର ସେମାନେ ସେଟା ଆକ୍ଚୁଆଲି କଣ ହେଇଛି ଜାଣିଛନ୍ତି ମାତାଜୀ? ଶିଲ ପ୍ରଭୁପାଙ୍କ ସାଙ୍ଗେ ଆଜ୍ଞା ଡାଇରେକ୍ଟ ସଂସ୍ପର୍ଶରେ ଆସି ଯାଇଛନ୍ତି ସେମାନେ। ଶିଲ ପ୍ରଭୁପାଦଙ୍କ ସଂସ୍ପର୍ଶ ଏତେ ବଡ ଗୋଟେ ମହାପୁରୁଷଙ୍କର ମାନେ ସଂସ୍ପର୍ଶରେ ଆସିଗଲେ ମାନେ କଣ ହଉଛି କି ପୁରା ଆପଣ ଶୁଦ୍ଧ ଭକ୍ତ ଆପଣ ହେଇଯିବେ। ସେଥିପାଇଁ ଆପଣ ମାନେ ଯୋଉମାନେ ଭାଗ୍ୟବାନ, ଯୋଉ ମନ୍ଦିର କୁ ବାରମ୍ବାର ଯାଉଛନ୍ତି, ଏଇ ଯୋଉ ମାନେ ବଡ ବଡ ମହାରାଜ ମାନଙ୍କ ସାଙ୍ଗରେ ସଙ୍ଗ କରନ୍ତୁ। ସେମାନଙ୍କର ସଂସ୍ପର୍ଶରେ ରହିବେ ନା ପୁରା ଆପଣ ବିରାଟ ଭକ୍ତ ହେଇଯିବେ। ଆପଣ ବି ତାଙ୍କ ପରି ଶୁଦ୍ଧ ହେଇଯିବେ। ଖାଲି ଘରେ ଥାଇକିରି ଭକ୍ତି କରିଦେବି କହିଲେ ହବ ନାହିଁ। ତାଙ୍କର ଯୋଉ ଅଣୁପରମାଣୁ ସେଟା ଦରକାର। ସେଟା କଣ ସେଇ ଜାଗାକୁ ଗଲେ ହବ। ଏବେ ଯୋଉ ବି ଜାଗାକୁ ଯେମିତି ବଡ ବଡ ସବୁ ମହାରାଜ ମାନେ ଆସୁଛନ୍ତି, ଆମେ ନିହାତି ଯିବା କଥା। ଏଇ ଯେ ଏଇଟା କୁହାଗଲା ତାନେ ବେଶୀ କୌଣସି ଜିନିଷରେ ପଡିବା କଥା ନାହିଁ। ଏଇ ଯୋଉ ହଁ ଆଜ୍ଞା ପ୍ରଭୁ ମାନେ ବି ଦେଖନ୍ତୁ 4ଟା ଗାଡି ହେଲେ ଯାଇ କିଣିବି, 4ଟା ଗାଡି କିଣିବି, ଆଉ ଏଇଟା କରିବି, ସେଇଠି ଆକାଉଣ୍ଟରେ ଏତେ ପଇସା ଜମା କରିଦେବି। ଏଇଟା ଗୋଟେ ନିହାତି ବିଚାରରେ ଆସେ। କରିବାଟା ମନା ନୁହଁ, ବଟ ସେଟା ଲାଇଫରେ 1 to 3% ଭିତରେ ସୀମିତ ରହିବା କଥା। 90% ଉପରକୁ ଭକ୍ତି ଆଡକୁ ମାଇଣ୍ଡ ଟା ଯିବା କଥା। ଆର ଅର୍ଥ ହଉଛି ଏଇଟା। କାହିଁକି ଗୋଟେ ଜିନିଷ ନିଜ ଆଜ୍ଞା ସ୍ଥିତିକୁ ସାଙ୍ଗେ ସାଙ୍ଗେ ଛାଡିଲେ ମଣିଷ ପାଗଳ ହେଇଯିବ। କେତେବେଳେ ବି ନିଜ ସ୍ଥିତିକୁ ସାଙ୍ଗେ ସାଙ୍ଗେ ଛାଡିକିରି ଗୋଟେ ଟପ୍ ଲେଭେଲର ଭକ୍ତ ହେଇଯିବି, ଏଇ ଚେଷ୍ଟା କରିବା କଥା ନୁହଁ। ଏଇଟା ପ୍ରୋସିଜିଓର ନୁହଁ। ନିଜ ସ୍ଥିତିକୁ ଦେଖି ଚାହିଁକିରି ମନ ଭିତରେ ରିଏଲ ବୈରାଗ୍ୟ ଯେତେବେଳେ ଆସିଗଲା, ସେ ଟାଇମରେ ଆସ୍ତେ ଆସ୍ତେ କରିକି ସେ ଜିନିଷଟା ତ୍ୟାଗ ହେଇଗଲେ ଭଲ। କାହାଠୁ ଦେଖିକିରି ସାଙ୍ଗେ ସାଙ୍ଗେ ମୁଁ ସେମିତି ହେଇଯିବି, ନା ସେଇଟା ଠିକ ନୁହଁ। ତାପରେ ହଉଛି ସ୍ଥିରମତି। ସ୍ଥିରମତି ବିଭିନ୍ନ ଅନର୍ଥ, ବିଭିନ୍ନ କାମନା ମତିକୁ ଅସ୍ଥିର କରେ। ଭକ୍ତ ମନରେ ଆସୁଥିବା ସମସ୍ତ କାମନାର ତ୍ୟାଗ କରିଥାଏ। ଭକ୍ତ କଣ ମନରେ କାମନା ରଖେ ନାହିଁ, ସେଥିପାଇଁ ତାର ମତି ସ୍ଥିର ଅଟେ। ଯେତେ ବେଶୀ କାମନା ଥିବ ମତି ଟା ସେତେ ଅସ୍ଥିର ହବ। ବହୁତ ଫ୍ୟୁଚର ପ୍ଲାନିଂ, ବହୁତ ପ୍ଲାନ ପ୍ରୋଗ୍ରାମ କରିବା ଦରକାର ନାହିଁ। ଆଜିର ଦିନ କଣ, ମୁଁ କେମିତି ଭଲସେ ଭକ୍ତି କରିପାରିବି, ସେଇ ଚିନ୍ତାରେ ରହିବା କଥା। ଲାଷ୍ଟ ଶ୍ଲୋକ ଏବେ ଆମେ ପଢିବା, ଶ୍ଲୋକ ନମ୍ବର 20। ପାଠ କରନ୍ତୁ। हरे हरे कृष्ण कृष्ण प्रभु। प्रभु जी। ଆଜ୍ଞା। जेतु जेतु धर्म्यामृतमिदं यथोक्तं पर्युपासते श्रद्धधाना मत्परमा भक्तास्ते अतीव मे प्रियाः। ଅନୁବାଦ, ଯେ ଏ ଅକ୍ଷୟ ଭକ୍ତି ଯୋଗ ମାର୍ଗକୁ ଅନୁସରଣ କରେ ଏବଂ ଯେ ପୂର୍ଣ୍ଣ ବିଶ୍ୱାସ ଓ ଶ୍ରଦ୍ଧା ସହ ମୋତେ ପରମ ଲକ୍ଷ୍ୟ ବୋଲି ଗ୍ରହଣ କରି ସେବାରତ ହୁଏ, ସେ ମୋର ଅତ୍ୟନ୍ତ ପ୍ରିୟ। ହରେ କୃଷ୍ଣ ପ୍ରଭୁ। ଗୋଟେ ସେକେଣ୍ଡ ଟିକେ ମତେ ଟାଇମ ଦିଅନ୍ତୁ, ମୁଁ ଟିକେ ପ୍ରଭୁଙ୍କୁ କହିଦିଏ ଆମର ଲାଷ୍ଟ କ୍ଲାସ ବୋଲିକିରି। क्वेश्चन आंसर ପାଇଁ କହିଥିଲେ ଗୋଟେ କ୍ଲାସ। କରିବା ପ୍ରଭୁଜୀ, ପ୍ରଭୁଙ୍କୁ ଟିକେ ଜଣେଇଦେବା ଉଚିତ ତ, ସେଥିପାଇଁ ମୁଁ ଟିକେ ତାଙ୍କୁ ଟିକେ କହିଦିଏ। ଆପଣ ମାନେ କହିଲେ ମୁଁ କରିଦେବି, କିଛି ଅସୁବିଧା ନାହିଁ। ଆପଣ ମାନେ ଯେତେବେଳେ ଯୋଉଟା ବି ଆପଣଙ୍କୁ ଲାଗିବ କୋଉ ମାନେ ଜିନିଷ ମୋ ଦ୍ଵାରା ହେଇପାରିବ, ମୁଁ ସେଇଟା ସାଙ୍ଗେ ସାଙ୍ଗେ ମତେ କହିବେ, ମୁଁ ସାଙ୍ଗେ ସାଙ୍ଗେ ମୁଁ ସେଇଟା କରିବି, କିଛି ଅସୁବିଧା ନାହିଁ। ହରେ କୃଷ୍ଣ ପ୍ରଭୁଜୀ, ଆପଣଙ୍କ ନମ୍ବରଟା ପ୍ରଭୁଜୀ। ଏଟା ଗ୍ରୁପ ରେ ଅଛି।
ସେଣ୍ଡ କରିଦିଅ। ମୁଁ ସେୟାର କରିଦେବି ମତେ। ଆଜ୍ଞା ପ୍ରଭୁଜୀ। ତ ଏଇଠି କଣ କୁହାହେଲା ଯେ ଅକ୍ଷୟ ଭକ୍ତି ଯୋଗ ମାର୍ଗକୁ ଅନୁସରଣ କରେ ଏବଂ ଯେ ପୂର୍ଣ୍ଣ ବିଶ୍ୱାସ ଓ ଶ୍ରଦ୍ଧା ସହିତ ମୋର ପରମ ଲକ୍ଷ୍ୟ ବୋଲି ମତେ ପରମ ଲକ୍ଷ୍ୟ ବୋଲି ଗ୍ରହଣ କରି ସେବାରତ ହୁଏ ସେ ମତେ ଅତ୍ୟନ୍ତ ପ୍ରିୟ। ତ ଏଇଥିରେ ଶବ୍ଦ ଦେଖନ୍ତୁ ଶ୍ରଦ୍ଧାଧାନ ମତ୍ପରମା ଭକ୍ତାହା। ତ ଏଇଥିରେ କଣ କୁହାଗଲା? ଭଗବାନ କହୁଛନ୍ତି ଶ୍ଲୋକ 13 ରୁ 20 ରେ ଦିଆଯାଇଥିବା ସିଦ୍ଧ ଭକ୍ତର ଲକ୍ଷଣ ଗୁଡିକ ଯେଉଁ ସାଧକ ନିଜର ଆଦର୍ଶ ମାନି ପାଳନ କରିବାକୁ ଚେଷ୍ଟା କରିଥାଏ ଏଇ ଲକ୍ଷଣ ଗୁଡିକୁ ଭଗବାନ ଧର୍ମାମୃତମ ବୋଲି କହିଛନ୍ତି। ମାନେ ଯେତେଟା କେତେଟା ଏଥିରେ ଦିଆଗଲା ଜାଣିଛନ୍ତି? 39ଟା ମାନେ ଗୁଣ ଦିଆହେଇଛି 39। ଏଇଟାକୁ ଧର୍ମାମୃତମ ବୋଲି ଭଗବାନ କହିଲେ। ଆଉ ପର୍ଯ୍ୟୁପାସତେ ମାନେ କଣ? ଶୁଦ୍ଧ ଭକ୍ତଙ୍କର ଗୁଣାବଳୀ ମନନ ଚିନ୍ତନ କରି ନିଜ ଜୀବନ ରେ ପାଳନ କରିବାକୁ ଚେଷ୍ଟା କରିବା। ପର୍ଯ୍ୟୁପାସତେ ତାକୁ କୁହାଗଲା। ମାନେ ଶୁଦ୍ଧ ଭକ୍ତଙ୍କର ଯୋଉ ଯେତେ ଗୁଣାବଳୀ ସବୁ ଅଛି ଆମେ ଯୋଉ ଏଇଟା ସବୁ ଦେଖିଲେ ଶୁଦ୍ଧ ଭକ୍ତଙ୍କର ଗୁଣାବଳୀ ଏଇଟାକୁ ଆମକୁ ସବୁବେଳେ ଆମେ ମନନ କରିବା କଥା। ମାନେ କଣ ଆମେ ପଢିଲେ ଆଜି କ୍ଲାସ ରେ ଏଇ ଗୁଣ ଭକ୍ତର ଗୁଣ ଆଚ୍ଛା ଏଇ ସବୁ ଶୁଦ୍ଧ ଭକ୍ତର ଗୁଣ ତା ବିଷୟରେ ଆପଣ ଟିକେ ଚିନ୍ତନ କରିବେ। ଆଉ ଚିନ୍ତନ କରିକିରି କଣ କରିବେ? ସେଟାକୁ ନିଜ ଜୀବନରେ ପାଳନ କରିବେ। ଏଇଟାର ଅର୍ଥ ହେଲା ପର୍ଯ୍ୟୁପାସତେ ବୋଲି କୁହାଗଲା। ତାପରେ ଶ୍ରଦ୍ଧା ନା ଯାହାର ଶ୍ରଦ୍ଧା ଅଛି ସେ ଜ୍ଞାନ ପ୍ରାପ୍ତ କରେ। ଶ୍ରଦ୍ଧାବାନ ଲଭତେ ଜ୍ଞାନମ୍। ମତପରମା ଭଗବାନ ଶ୍ରୀକୃଷ୍ଣ ହିଁ ମୋର ଆଶ୍ରୟ, ମୋର ଲକ୍ଷ୍ୟ। ସେ ହଉଛନ୍ତି ପରମ ସତ୍ୟ। ଏଇ ଟାଇପ ର ଯିଏ ଭାବୁଛି ଭକ୍ତି ଯୋଗରେ ଭଗବତ ପରାୟଣ ହେବା ଦ୍ଵାରା ଭଗବତ କୃପାରୁ ସବୁ ସାଧନା ଆପେ ଆପେ ହୁଏ। ଆମେ କଣ ଭଗବତ ପରାୟଣ ହେବା କଥା। ସାଧାରଣରେ ଆମର ଯେତେ ବାଧା ବିଘ୍ନ ଆସିବ ସବୁ ନଷ୍ଟ ହେଇଯିବ। ଯଦି ଆମେ ମତ ପରମା ହେବା। ଏଇ ମତ ପରମା ୱାର୍ଡ ଆମେ ଆଗରୁ ବି ଆଲୋଚନା କରିଛେ। ମାନେ କେବଳ ଆମର ଜୀବନର ଲକ୍ଷ୍ୟ ହଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଆଉ ଭକ୍ତା କାହାକୁ କୁହାଗଲା? ଭକ୍ତି ମାର୍ଗରେ ଚାଲୁଥିବା ଭଗବତ ଆଶ୍ରିତ ସାଧକ ମାନଙ୍କ ପାଇଁ ଭଗବାନ ଭକ୍ତା ଶବ୍ଦ ବ୍ୟବହାର ମାନେ କରିଛନ୍ତି। ମାନେ ଅଲଗା ଯୋଉ ମାର୍ଗରେ କିଏ ଗଲା ସେଇଟା ଭଗବାନ ତାକୁ କିଛି ପ୍ରଶଂସା କରିନାହାନ୍ତି ଏଇଠି। ଭକ୍ତି ମାର୍ଗରେ ଯୋଉ ସାଧକ ଅଛି ତା ପାଇଁ କହିଲେ ଭକ୍ତା। ଆଉ ଏଇଟା ଯିଏ ଏଇ ସବୁ ଯିଏ ପାଳନ କରିବ ସେ କହିଛନ୍ତି ତେ ମେ ଅତୀବ ପ୍ରିୟା। ଆ ଆଗରୁ ଗୋଟେ ଶ୍ଲୋକ 13 ରୁ 19 ଯୋଉମାନେ ଅଲରେଡି ଭଗବାନଙ୍କର ଭକ୍ତ ସିଦ୍ଧ ଭକ୍ତ ସେମାନଙ୍କୁ ଭଗବାନ ପ୍ରିୟ କହିଛନ୍ତି। କିନ୍ତୁ ଦେଖନ୍ତୁ କେତେ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ କିନ୍ତୁ ଯୋଉମାନେ ଏଇ ଯୋଉ ବୈଧି ଭକ୍ତି ପାଳନ କରୁଛନ୍ତି ସେମାନେ ଅତୀବ ପ୍ରିୟ। ଭଗବାନ କହିଲେ ଯୋଉମାନେ ମାନେ ଏଇ ବିଧି ଭକ୍ତିରେ ଯାଉଛନ୍ତି ଯୋଉମାନେ ଏପର୍ଯ୍ୟନ୍ତ ସଫଳତା ପାଇନାହାନ୍ତି ସେମାନେ ଆହୁରି ବେଶୀ ପ୍ରିୟ ଅଟନ୍ତି ବୋଲି କହୁଛନ୍ତି। ବୁଝିପାରିଲେ? ଖାଲି ଜଣେ ମାନେ ପରମ ଭକ୍ତ ହେଇଗଲା ସେ ଭଗବାନଙ୍କର ପ୍ରିୟ ଯେତେ ତାଠୁ ବେଶୀ ପ୍ରିୟ ଯିଏ ଚେଷ୍ଟା କରୁଛି। ଆମେ ଷ୍ଟ୍ରଗଲ କରୁଛେ ନା ଆମେ ହେଇପାରୁନେ କିନ୍ତୁ ଆମର ଇଚ୍ଛା ଅଛି। ଭଗବାନ କହୁଛନ୍ତି ଅତୀବ ପ୍ରିୟ ବୋଲି କହିଛନ୍ତି। ବୁଝିପାରିଲେ? ଏଇଟା ଥିଲା ଆମର ଶ୍ଲୋକ ନମ୍ବର 20। ଆଉ ଆମର ଆଜି ତାମାନେ ସରିଲା ଆପଣଙ୍କର ସପ୍ତମ ଅଧ୍ୟାୟରୁ 12 ଅଧ୍ୟାୟ ଭକ୍ତି ଯୋଗ ଆମର ସରିଲା।
ଏ ଭକ୍ତି ଯୋଗ ଏଇଟା କଣ ସବୁଠାରୁ ଇମ୍ପୋର୍ଟାଣ୍ଟ 18ଟା ଅଧ୍ୟାୟରୁ ମଝିରେ ଯୋଉଟା ଥିଲା ଏଇ 6ଟା ଅଧ୍ୟାୟ ସବୁଠୁ ଇମ୍ପୋର୍ଟାଣ୍ଟ ଥିଲା। ଆମେ ଆର ଏଇଟା ସବୁକୁ ଆମେ ଖାଲି ଏଇଟା ଗୋଟେ ଥର ପଢିବା ପାଇଁ ଜିନିଷ ନୁହଁ, କିମ୍ବା ଏଇଟା ଖାଲି ଏକ୍ଜାମ ଦେଇକି ପାସ୍ କରିବା ଜିନିଷ ନୁହଁ, ଏଇଟାକୁ ବାରମ୍ବାର ଚିନ୍ତନ କରିବାକୁ ପଡିବ। ଆଉ ଭଗବତ ଗୀତା ହଉଛି ହଉଛି ମୂଳ, ଭକ୍ତିର ମୂଳ। ଯିଏ ଭଗବତ ଗୀତାରେ ପରଫେକ୍ଟ ନ ହେଇଛି ସେ ଭାଗବତ ଆଉ ମାନେ ଚୈତନ୍ୟ ଚରିତାମୃତ ପଢି ଦେବ, ସେଟା ସମ୍ଭବ ହେଇପାରିବ ନାହିଁ। ପ୍ରଥମେ ବାରମ୍ବାର ବାରମ୍ବାର ଭଗବତ ଗୀତାକୁ ପଢିବାକୁ ପଡିବ। ଶିଲ ପ୍ରଭୁପାଦଙ୍କର ଏଇ ଯୋଉ ତାତ୍ପର୍ଯ୍ୟ ଆମେ ପଢିଲେ, ଥରେ ପଢିଦେଲେ ଆମେ ବୁଝିପାରିବା ନାହିଁ। ଏଇଟା ଆଉ ଏଇଟା କଣ ଆମେ ଯାହା କିଛି କହିଲେ, ଯାହା ଡିସ୍କସ କଲେ, ଏଇଟା ଆମେ ତାର ଗୋଟେ ଜଷ୍ଟ 1-2% ଆମେ କରିଛେ। ଏବେ ବହୁତ କିଛି ଆମକୁ ଅଛି। ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଭଗବତ ଗୀତା ପାଠ କରିବା କଥା, ଆଉ ଶ୍ଲୋକ ଆମର ସବୁ ମାନେ ମନେ ରହିବା କଥା। ଏଇଟା ଆମର ଥିଲା, ଆମକୁ ଯୋଉଟା ମାନେ ଆଦେଶ ଦିଆ ହେଇଥିଲା ଆମେ ସେଇଟା କମ୍ପ୍ଲିଟ କଲେ। ହେଇପାରେ ହରେ କୃଷ୍ଣ ଆମର। ପ୍ରଭୁଜୀ। ଆଜ୍ଞା। ପ୍ରଭୁଜୀ ଏଇ ଯୋଉ 13-20ଟା ଯୋଉ ଗୁଣ, ମୁଁ ଏଇଟା ହଁ ପ୍ରଭୁପାଦଙ୍କର କ୍ଲୋରିଫିକେସନ ଦିନ ଗୋଟେ ପ୍ରଭୁଜୀ କହୁଥିଲେ, ଏଇ ଯୋଉ ହଁ 13-20 ଅଛି 12 ଭକ୍ତି ଯୋଗର, ଏଇ ସବୁଟିକ ହଁ ଗୁଣ ମାନେ ପ୍ରଭୁପାଦଙ୍କ ପାଖରେ ଥିଲା। ହଁ ହଁ, ପ୍ରଭୁପାଦଙ୍କ ପାଖରେ ତ 100%। ମୁଁ ତ ଏଇଟା କହିବି ମାତାଜୀ, ପ୍ରଭୁପାଦଙ୍କର ଯେତେ ଡାଇରେକ୍ଟ ଶିଷ୍ୟ ଅଛନ୍ତି ସମସ୍ତଙ୍କ ପାଖରେ ଏ ଗୁଣ ଅଛି। ତା ସାଙ୍ଗକୁ ମାତାଜୀ କହିଲେ ଅତ୍ୟୁକ୍ତ ହବ ନାହିଁ, ଡାଇରେକ୍ଟ ଶିଷ୍ୟ ପରେ ଯୋଉ ନେକ୍ସଟ ଲେଭେଲର ଯୋଉ ଶିଷ୍ୟ ମାନେ ଯୋଉ ଅଛନ୍ତି, ସେମାନେ ବି ହଉଛନ୍ତି ମହାତପସ୍ୱୀ, ସେମାନଙ୍କ ପାଖରେ ବି ଏ ଗୁଣ ସବୁ ଅଛି ମାତାଜୀ। ମାନେ ଏମିତି ବହୁତ ଜଣ ଆପଣ ପାଇବେ। ଆମର ଇସ୍କନ ଗୋଟେ ଏମିତି ମାନେ ଗୋଟେ ପ୍ରଭୁପାଦ ତିଆରି କରିଛନ୍ତି, ବହୁତ ବଡ ବଡ ହାଇ ଲେଭେଲର ସବୁ ଡିଭୋଟି ମାନେ ଅଛନ୍ତି ମାନେ ମାତାଜୀ। ଆମେ ମାନେ ବି ଏଇଟା ଆକ୍ଚୁଆଲି ଚେଷ୍ଟା କରିବା କଥା, ଏଇଟା ଯେତେ ବେଶୀ ଡେଭଲପ ହେଇପାରିବ ସେତେ ଭଲ। ଆଉ ଏଥିରେ କଣ ଆଉ କିଛି ରହିଲା ମାତାଜୀ କହନ୍ତୁ। ଆପଣ ମାନେ ମାନେ ଦେଖନ୍ତୁ, ଆମକୁ କୋଶ୍ଚିନ୍ ଗୋଟେ ଆନ୍ସର କ୍ଲାସ ଯଦି। କୋଶ୍ଚିନ୍ ଆନ୍ସର ଯେ ପାଇଁ ଆପଣ ଦେବେ। ଆଜ୍ଞା ଆଜ୍ଞା ମାତାଜୀ। ଯେ ଯୋଉମାନେ କହୁଛନ୍ତି ଯୋଉ ସାଇନ୍ସ ଆମେ ପଢୁଥିଲେ ଯେ ଆମର ହୁଁ ଆମ ମାନେ ସମବିବର୍ତ୍ତନ ହେଇକି ଆମେ ସବୁ ନିଜ ମାନେ ମାଙ୍କଡ ଜନ୍ମି ବା ଅନ୍ୟ ଦୁନିଆରୁ ଆସିକି ମଣିଷ ଜନ୍ମି ସର୍ବଶ୍ରେଷ୍ଠ, ସେଇଟା ନ ହେଇକି ବର୍ତ୍ତମାନ ମଣିଷ ନିଜେ ନିଜର ନେକ୍ସଟ ଶରୀର ଗଢୁଛି, ସେଇଟା ବିଚାର କରିକି କର୍ମ କରାଯାଏ। ଆଜ୍ଞା, ଯେ ମାନେ ସେଇଟା ତ ସତ କଥା। ଡାରୱିନଙ୍କ ଯୋଉଟା ହଁ, ଡାରୱିନ ଯୋଉ ତଥ୍ୟ ସେଗୁଡାକ ଠିକ ନୁହେଁ। ଡାରୱିନ, ହଁ ଡାରୱିନ ର ଥିଓରି ତ ଏବେ ଏଇଟା ଡିନାଏ କରିଦେଲେଣି। ଏବେ ଆଉ ସେଇଟା କେହି ପଢଉନାହାନ୍ତି। ଏ ଆମ ଭାରତରେ ଯୋଉ ଆମର ପାଠ୍ୟ ପୁସ୍ତକରେ ଅଛି କି ସେଇଟା କାଢିଲେଣି କେଜାଣି। ଡାରୱିନ ର ଥିଓରିକୁ ମାନେ କେବେଠୁ ଡିନାଏ କରାହେଇଗଲାଣି। ସେ ଯୋଉ କହୁଛି ମାଙ୍କଡଠୁ ମଣିଷ ହେଇଛନ୍ତି, ସେଟା ଗୋଟେ ମୂର୍ଖ ଥିଓରି। 84 ଲକ୍ଷ ଯୋନି ଏକା ସାଙ୍ଗରେ ଭଗବାନ ପ୍ରକଟିତ କରନ୍ତି। ଏଇଟା ନାରଦ ପ୍ରଭୁଜୀ ମୁନିଙ୍କର, ଆମେ ଆପଣ ବି ଏଇଟା ଭାଗବତ। ପିଲାବେଳେ ପଢିଛୁ ସେଇ ବହି ଗୁଡାକ, ସେଇ ଯୋଉ ସେଇଟା ତୃତୀୟ ନା ଚତୁର୍ଥରେ ଏମିତି ପଢିଛୁ ଆମକୁ ଯୋଉ ମାଙ୍କଡ। ଜିନିଷ ଗୁଡା ପଢା ହେଇଛି ମାତାଜୀ, ସେଇଟା ଆମକୁ ପୁରା ଭୁଲ କଥା ପଢା ହେଇଛି ମାତାଜୀ। ଆମର ଆମେ ସେଥିପାଇଁ ଆମର ବହୁତ ଲସ୍ ହେଇଯାଇଛି ଆମ ଲାଇଫରେ। ଆକ୍ଚୁଆଲି ଏଇଟା କୋର୍ସ ବହିରେ ସବୁ ପଢେଇବା କଥା, ଏଇ ସବୁ ଜିନିଷ। ମେନ୍ ଜିନିଷ ତ ଆମେ କିଛି ଜାଣିପାରିନୁ ନା, ଆମକୁ ସବୁ ଭୁଲ ଜିନିଷ ପଢେଇ ଦେଇଛନ୍ତି। ଅଧା ଅଧୁରା ଜ୍ଞାନ। ହରେ କୃଷ୍ଣ ପ୍ରଭୁ। ଆମର ଆଜ୍ଞା ଯୋଉ ହରେ କୃଷ୍ଣ ପ୍ରଭୁ, ଆମର ଯୋଉ 12 ନମ୍ବର ଶ୍ଲୋକଟା ବୁଝା ହେଇଥିଲା, ଯୋଉ ଏଇ ଯୋଉ ହଁ କର୍ମ ଫଳ ତ୍ୟାଗ କରିବାଟା ଲାଷ୍ଟ, ଯୋଉଟା କି ଆଜ୍ଞା ଜ୍ଞାନ ଠାରୁ ଧ୍ୟାନ ଉତ୍ତମ ଏବଂ ଧ୍ୟାନ ଠାରୁ କର୍ମ ଫଳ ତ୍ୟାଗ ଉତ୍ତମ। ଏଇ ଯୋଉ ହଁ ଏଥିରେ ତ ପ୍ରଭୁପାଦଙ୍କର ଓଡିଆର ଭାବାର୍ଥଟା ଲେଖା ହେଇଛି, କିନ୍ତୁ ମୁଁ ତାଙ୍କର ଯୋଉ ଇଂଲିଶରେ ଯୋଉଟାକୁ ଦେଖିଲି, ତା ଦେହରେ ଏଇ ଆନ୍ସର ଟା ଆସୁଛି କି ଯୋଉଟା କି ହୁଁ ଅର୍ଜୁନ ଭଗବାନଙ୍କର ଶୁଦ୍ଧ ଭକ୍ତ ଅଟନ୍ତି। ଏହି ଶ୍ଳୋକରେ ଆଜ୍ଞା ଭଗବାନ ଦୁଇଟି ରାସ୍ତା ଦେଖାଇଛନ୍ତି। ଏକରେ ହଁ ହେଲା ଧୀରେ ଧୀରେ ଗୋଟିଏ ଗୋଟିଏ ପାହାଚ ଅତିକ୍ରମ କରିବା, ଆଜ୍ଞା ଦ୍ଵିତୀୟଟା ହେଲା ସିଧାସଳଖ କୃଷ୍ଣ ଚେତନାରେ କର୍ମ କରିବା। ଜଣେ କୃଷ୍ଣ ହଁ ଚେତନାରେ କର୍ମ କଲେ ସହଜରେ କର୍ମଫଳକୁ କୃଷ୍ଣଙ୍କ ପ୍ରୀତ୍ୟର୍ଥେ ତ୍ୟାଗ କରିପାରିବ ଓ ତାର ଆଜ୍ଞା ସୁଫଳ ସେ ପ୍ରାପ୍ତ କରିପାରିବ।
ଅର୍ଜୁନଙ୍କ ପାଇଁ ପ୍ରଥମ ରାସ୍ତାଟି ଉପଯୁକ୍ତ ଅଟେ, ଯେଣୁ ସେ ପାହାଚ ପରେ ପାହାଚ ଅତିକ୍ରମ କରୁଛନ୍ତି। ତାଙ୍କୁ ସିଧାସଳଖ ମାର୍ଗର କର୍ମଫଳ ତ୍ୟାଗ କଥା କୁହାଯାଉ ନାହିଁ। ଯେଉଁମାନେ ଜ୍ଞାନ ଧ୍ୟାନ ସିଡିକୁ ଅତିକ୍ରମ କରିବାକୁ ଅକ୍ଷମ, ସେମାନଙ୍କୁ କର୍ମଫଳ ତ୍ୟାଗ କରିବାକୁ ଗୁରୁତ୍ୱ ଆରୋପ କରାଯାଉଛି। ଏଇଟା ଆଜ୍ଞା ପ୍ରଭୁପାଦଙ୍କ ସେଇଟା ଇଂଲିଶରେ ଯୋଉଟା ଲେଖା ହେଇଛି, ପ୍ରଭୁ ମାନେ ଭାବାର୍ଥଟା ହଁ। ଇଂଲିଶରେ ଯୋଉଟା ଲେଖା ହେଇଛି ସେଇଥିରେ ଆମେ ଆନ୍ସର ଟାକୁ ଆମେ ଆମେ ଯୋଉ ସେଦିନ ଡିସ୍କସ କଲେ ଏଇଟା ପ୍ରଭୁପାଦଙ୍କ ଠାରୁ ହିଁ ମାନେ ନିଆ ହେଇଛି ସେ ଥିଓରିଟା, ଯେ କ୍ରମୋନ୍ନତି ବାଟ ମୁଁ କହିନଥିଲି, ଗୋଟେ ହଉଛି ଆଜ୍ଞା। ସିଧାସଳଖ ବାଟ, ଗୋଟେ ହଉଛି କ୍ରମୋନ୍ନତି ବାଟ। ଏଇଟା ପ୍ରଭୁପାଦଙ୍କର ତାତ୍ପର୍ଯ୍ୟରୁ ନିଆ ହେଇଛି। ତାକୁ ଟିକେ ଆଉ ଏଲାବୋରେଟ କରିକି ମୁଁ କହିଥିଲି ଯେ ଏଇ ଯୋଉ ଅଭ୍ୟାସଟା, ଏଇ ଯୋଉ ଏଇ ଶ୍ଲୋକରେ ଯୋଉ କହିଲେ କି ଯଦି ତୁମେ ଅଭ୍ୟାସ କରି ନ ପାରିବ, ମାନେ ଏଇ ଅଭ୍ୟାସଟା ହଉଛି କମନ ରିଲିଜିୟସ ପ୍ରାକ୍ଟିସ। ଏଇଟା ବିଧି ଭକ୍ତି ବା ଅଭ୍ୟାସ ଯୋଗ କଥା କୁହାଯାଉନାହିଁ। ତ ଏଇଥିରେ ଯୋଉ ଅଭ୍ୟାସଠୁ ଜ୍ଞାନ ସାଧନା ବଡ, ଜ୍ଞାନ ସାଧନାଠୁ ଧ୍ୟାନ ଉତ୍ତମ, ଆଉ ଧ୍ୟାନ ଠାରୁ କର୍ମଫଳ ତ୍ୟାଗ ଉତ୍ତମ, ଏଇ କଥା ଯୋଉ କୁହାହେଲା, ଏଇଟା କୁହାହେଇଛି ଜ୍ଞାନ ଯୋଗ କୁହାହେଇନି, ଜ୍ଞାନ କଥା କୁହାହେଇଛି। ଧ୍ୟାନ ଯୋଗ କୁହାହେଇନି, ଧ୍ୟାନ କଥା କୁହାହେଇଛି। ଆଉ ଅଭ୍ୟାସ ଯୋଗ କଥା କୁହାହେଇନି, ଯୋଉଟା ବୈଧି ଭକ୍ତିଟା। ଅଭ୍ୟାସ ଯୋଗ କୁହାହେଇନି, ଅଭ୍ୟାସ ସାଧାରଣ ଅଭ୍ୟାସ କଥା କୁହାହେଇଛି। ତ ଏଇ ସାଧାରଣ ଅଭ୍ୟାସରୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଭଲ, ତାଠୁ ଭଲ ଧ୍ୟାନ ଯୋଉଟା ମନକୁ ଏକାଗ୍ର କରିବା, ତାଠୁ ଭଲ ନିଷ୍କାମ କର୍ମ। କର୍ମ ଯୋଗ ହେଇଗଲା ଭଗବାନଙ୍କ ପାଇଁ କର୍ମ, କିନ୍ତୁ ଏଇଥିରେ ଯୋଉ କୁହାହେଇଛି ଏଇଟା ନିଷ୍କାମ କର୍ମ। ତାପରେ ନିଷ୍କାମ କରି କାମନା ସାରିଲା, କରି ସାରିଲା ପରେ ଜଣେ ଶାନ୍ତି ପାଇବ, ତା ମନ ଟିକେ ଶାନ୍ତି ହେବ, ତାର ପ୍ୟୁରିଫିକେସନ ଅଫ ମାଇଣ୍ଡ ହେଇଯିବ। ସେଇଟା ହେଇ ସାରିଲା ପରେ ତାପରେ ସେ କଣ କରିବ, ଭଗବାନଙ୍କର ବ୍ରହ୍ମ ସ୍ୱରୂପକୁ ବୁଝିବ। ବ୍ରହ୍ମ ସ୍ୱରୂପକୁ ବୁଝି ସାରିଲା ପରେ ପରମାତ୍ମା ସ୍ୱରୂପ ବୁଝିବ, ଆଉ ଲାଷ୍ଟକୁ ଭଗବାନ ସ୍ୱରୂପକୁ ବୁଝିକି ଭକ୍ତି ଯୋଗକୁ ଆସିବ। ଏଇଟା ହଉଛି କ୍ରମୋନ୍ନତି ବାଟ। ମାନେ ଜଣେ ପଶୁ ଜୀବନ ଶୈଳୀରେ ବଞ୍ଚୁଛି ଜଣେ, ତାଠୁ ବୈଦିକ ଜୀବନ ଶୈଳୀ ଆସିଗଲା, ତାଠୁ ସେ ସକାମ କର୍ମ କଲା, ତାଠୁ ଉପରେ ନିଷ୍କାମ କର୍ମ କଲା। ନିଷ୍କାମ କର୍ମ କରି ସାରିଲା ପରେ ନିଷ୍କାମ କର୍ମ ଯୋଗ ଆସିଗଲା, ଶାନ୍ତି ମାନେ ଭଗବାନଙ୍କ ପାଇଁ କର୍ମ ଆସିଲା। ତାପରେ ଜ୍ଞାନ ନିଷ୍କାମ ଯୋଗ, ତାପରେ ଧ୍ୟାନ ଯୋଗ, ତାପରେ ନିର୍ଗୁଣ ନିରାକାର ବ୍ରହ୍ମ ଉପାସନା, ତାପରେ ପରମାତ୍ମା ଉପାସନା, ତାପରେ ହଉଛି ଭଗବାନ ଉପାସନା। ଏଇଟା ହଉଛି ସିଢି। ଏଇଟା ମାନେ ପୁରା ଆପଣ ମାନେ ପୁରା ମାନେ ଜାଣି ଯାଆନ୍ତୁ, ଏଇଟା ବହୁତ ଇମ୍ପୋର୍ଟାଣ୍ଟ କି ଆମ ସ୍ଥିତିଟା କୋଉଠି ଅଛି। ଏଇ ଯୋଉ ସାଧାରଣ ପ୍ରାକ୍ଟିସ ଯାହା ମୁଁ କହିନଥିଲି, ଯୋଉ ସାଧାରଣ ଲୋକ, ଆପଣ ପଡୋଶୀ ଗୋଟେ ସାଇଡରେ ଦେଖିବେ, କଣ ଗୋଟେ ଘରେ ପୂଜା କଲା, ସେ ଆଉ କଣ ମାନେ ଏଇ ସବୁ ଜିନିଷ ଭାବୁଛି, ଏଇ ସବୁ ମାନେ କର୍ମଯୋଗ କଥା ଭାବୁଛି, କର୍ମଫଳ ତ୍ୟାଗ କରି ଭଗବାନଙ୍କ ପାଇଁ କର୍ମ କରିବି, ଏଇ ସବୁ କିଛି ଭାବନା ନାହିଁ ତା। ଏ ପୂଜା କରିବି, ଘର ପ୍ରତିଷ୍ଠା ଆଟେ କରିବି, କେମିତି ଧନ ଧାନ୍ୟ ପୂର୍ଣ୍ଣ ହବ, ଗୋପଲକ୍ଷ୍ମୀ ପୂର୍ଣ୍ଣ ହବ, ଏଇଟା ସେ ଭାବୁଛି। ଏଇଟା ହଉଛି ସାଧାରଣ କମନ ଅଭ୍ୟାସ। କିନ୍ତୁ ଆମେ ଯୋଉ ଅଭ୍ୟାସ କରୁଛୁ ସେଇଟା ବୈଧି ଭକ୍ତି ଅଭ୍ୟାସ କରୁଛୁ। ଆମେ ସକାଳୁ ଉଠିବା, ଜପ କରିବା, ତ ଭଗବାନ ଏଠି ସମସ୍ତଙ୍କୁ କୃପା କରିକି ସମସ୍ତଙ୍କୁ ନେଇଛନ୍ତି। ବୁଝିପାରିଲେ, ଦି ପ୍ରକାର କ୍ୟାଟେଗୋରୀ କଥା ଏଇଠି କୁହାଯାଇଛି ଏଇ ଶ୍ଲୋକଟା। ଆଉ କଣ ଅଛି କଣ? ପ୍ରଭୁ ଆମର ଗୋଟେ କୋଶ୍ଚିନ୍ ଏଥିରେ ଅଛି, ଆମର ପ୍ରବନ୍ଧ ପ୍ରଶ୍ନାବଳୀରେ 11 ହଁ, ଓ 12 ମଧ୍ୟରେ ସଂଯୋଗ ସୂତ୍ର ସ୍ଥାପନା କରନ୍ତୁ। 11 ଓ 12। 11 ଓ 12 ଅଧ୍ୟାୟର ସଂଯୋଗ ସୂତ୍ର ବର୍ଣ୍ଣନା କରନ୍ତୁ। ସେମିତିଆ କୋଶ୍ଚିନ୍ ତ ପ୍ରାୟ ସେମିତିଆ ନବମ, ଦଶମ, ଦଶମ, 11 ସବୁରେ ସେମିତିଆ କୋଶ୍ଚିନ୍ ସବୁ ଦେଇଛନ୍ତି। ସବୁ ଏଇଟା ଅଛି। ଏକାଦଶ ଅଧ୍ୟାୟରେ ଦେଖନ୍ତୁ, ଅର୍ଜୁନ ତାଙ୍କ ସଖା ଭଗବାନ ଶ୍ରୀକୃଷ୍ଣଙ୍କୁ ବିଶ୍ୱ ରୂପ ଦେଖାଇବା ପାଇଁ ଅନୁରୋଧ କରିଛନ୍ତି। 11ରେ ଏହି ଅଭିଳାଷ ପୂର୍ଣ୍ଣ କରିବାକୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦିବ୍ୟ ଚକ୍ଷୁ ଦେଇ ବିଶ୍ୱ ରୂପ ଦର୍ଶନ କରାଇଲେ। ସହସ୍ର ସୂର୍ଯ୍ୟର ମିଳିତ ପ୍ରଭାବ ପରି ତେଜମୟ ଅତି ଆଶ୍ଚର୍ଯ୍ୟ ବିଶ୍ୱ ରୂପ ଦର୍ଶନ କରି ଅର୍ଜୁନ ବିସ୍ମିତ ଆଉ ଶିହରିତ ହେଇଯାଇଛନ୍ତି। ସେ ସେହି ବିଶ୍ୱ ରୂପରେ ସମଗ୍ର ବ୍ରହ୍ମାଣ୍ଡ ଦର୍ଶନ କରିଛନ୍ତି, ଭୟ ବିହ୍ୱଳ ବି ହେଇଯାଇଛନ୍ତି। ଆଉ ଭଗବାନଙ୍କର ସେଇ ବିଶ୍ୱ ରୂପକୁ ବାରମ୍ବାର ନମସ୍କାର ପ୍ରାର୍ଥନା କରୁଛନ୍ତି। ଆଉ ପୁଣି ଚତୁର୍ଭୁଜ ଆଉ ଦ୍ୱିଭୁଜ ରୂପର ଦର୍ଶନ କରିବାକୁ ଶେଷରେ ସେ ଦ୍ୱିଭୁଜ ଶ୍ୟାମ ସୁନ୍ଦର ରୂପ ଦେଖି ମାନେ କୃତାର୍ଥ ହେଇଯାଇଛନ୍ତି।
तो एटा 11 नंबर यही सब है भगवान एभली ऐश्वर्यपूर्ण विश्व रूप देखी सारिला परे पुनः द्वादश अध्याय रे अर्जुन भगवान को भक्ति जोग विषय पचारि 11 रे तो यहाँ देखीदे सब रूप आई अध्याय अर्जुन भक्तर स्थिति बा ज्ञान जोगी निर्विशेष ब्रह्म उपासक ठारू भक्त किपरि श्रेष्ठ ताहा भगवान को ठारू पुणी थे शुणा चाहिए माने यही जो 11 नंबर अध्याय कौन है कि भगवान केमिति तांकर विभिन्न ऐश्वर्य विभिन्न विभूति सांगरे केमिति प्रैक्टिकली केमिति जो थियोरी रे कहिथिले विभूति जोग 10 नंबर अध्याय रे से थियोरी को प्रैक्टिकली रे मु देखिबी बोली 11 नंबर अध्याय रे रिक्वेस्ट कले एबे 11 नंबर अध्याय रे पुणी देखि सारला परे अर्जुन पुणी कौन कहउचंती ना भगवान सेटा तो ठीक मु ये सब देखिली आपनकर विभिन्न ए कथा किंतु आपण शेष रे पुणी भक्तिर महात्म्यटा मते आउथरे कहंतु भक्तिर महात्मा एथिबे आउथरे मते कहंतु काहेकि एटा कारण भक्त एइथिरु से कौन कहि एई अध्याय आपण कोडा पचारले 11 और 12 रो कनेक्शन पचारले ना आज्ञा मु एटा आपन पाखु पठेबी हैला आपण पाखरे अछि कि जोटा जोउथरे पूरा टोटल माने मो पाखरे 6टा अध्याय रे अछि मो पटे ए देखंतु कनेक्शन बिटवीन चैप्टर 11 एंड 12 लिखा है एठी ठीक अछि आफ्टर हियरिंग आज्ञा ऑफ लॉर्ड्स inestimable impersonal opulence Arjuna again wants to hear about devotional service ठीक अछि मु जोटा आपन को एबे कहली to clarify his position as a devotee who works for Krishna as opposed to a jnani who renounces work to clarify his position as being attached to the personal form of Krishna as superior to the universal form or unmanifested Brahma माने अर्जुन प्रथम कौन कहले कि 11 नंबर अध्याय रे तो सब माने सब देखिले भगवान को शुणिले विश्व रूप विषय रे एबे भगवान कौन कहले नहीं मते पुणी भक्ति जोग विषय आउ थे कहतु बोलिकी शुणा चाहिए एटा गोटे कनेक्शन द्वितीय कनेक्शन कौन जे आउ से कौन करने गोटे चाहूले जे तांकर जो स्थितिटा गोटे डिभूटी जो भक्त हिसाब से तांकर स्थिति थिला जे कि भगवान कृष्ण कर्म करुले सेटा ज्ञानी मानकर कर्म त्याग ठू केमिति श्रेष्ठ भक्तर भगवान के प्रति जो कर्म जो करुची सेटा श्रेष्ठ सेटा माने ज्ञानी रो कर्म त्याग ठू केमिति श्रेष्ठ बुझी पाले ज्ञानी रो कर्म त्याग ठू भक्ति जोगरे कर्म करबा केमिति श्रेष्ठ सेटा जानिया पई ए 12 नंबर अध्याय कहिया पई कहिचंती तापरे आउ गोटे 3 नंबर टा कोन कहिचंती टू क्लारिफाई हिज पोजिशन एज बीइंग अटैच्ड टू द पर्सनल फॉर्म ऑफ कृष्णा माने भगवान कृष्णकर द्विभुज रूपटा श्रेष्ठ लास्ट को सेटा प्रतिपादन कले ना 11 नंबर अध्याय रे तो यही ब्रह्म ठारू आउ माने यही जो विश्व रूप ठारू भगवान फॉर्मटा बड़ सेटा 12 नंबर अध्याय रे जानिया पई कहिले तो सेति भक्ति आरंभटा केमिति हैला भक्ति निर्गुण ब्रह्म ठारू भगवान टा बड़ एटा हमें प्रथमे डिस्कस कले कि नहीं 12 1 रु 12 7 पर्यंत कहीं भक्त मान एटा अर्जुन ये प्रश्न पचारे कि तमर ये जो ब्रह्म रूप कि विश्व रूप टू बड़ भगवान रूप द्विभुज रूप एटा मु आपन को प्रभुजी मु पूरा एटा आपन को पठाउची हैला ए कनेक्शन टा आपन पुनी आपन को हिसाब रे लिखिबे मु एटा फोटो पठेई दउची ग्रुप को छाड़ देंगे हां
ଆଉ ଗୋଟେ କ୍ଲାସ୍ ଆପଣ ମାନେ ଚାହିଁବେ ଯୋଉଟା ବି ଯଦି ଏଇଟା ରହିବ ତାହେଲେ ମତେ କହିବେ, ନେକ୍ସଟ କ୍ଲାସରେ କଣ ଯଦି ଡାଉଟ୍ ଥିବ ତାହେଲେ ଏଇଟା କରିବା, ଡିସ୍କସ୍ କରିବା। ଆଉ କଣ ଏମିତି ଅଛି ନା ଆଜି ରଖିବା? ହରେ କୃଷ୍ଣ। ଆଜ୍ଞା 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 ମ୍ୟାଡ଼ାମ। ପ୍ରଭୁଜୀ ଡିସ୍କସନ କଲେ ହନ୍ତାନି, ତାପରେ ଆମେ 13 ରୁ 18 କରନ୍ତେ, ହଁ ଆଉ ଗୋଟେ କ୍ଲାସ୍ ହବନି? ଡିସ୍କସ୍ କରିବା କହୁଛନ୍ତି, କହୁଛନ୍ତି ତ ଡିସ୍କସ୍ କରିବା ତ ଏ କୋଶ୍ଚିନ୍ ଗୁଡା? ଆଜ୍ଞା ଆଜ୍ଞା ପ୍ରଭୁ ହଁ ସବୁ ଆଉ ଦେଖନ୍ତୁ। ଆଉ- ଆଉ ଗୋଟେ କ୍ଲାସ୍ ଆଜି ଆମେ ତ ଯୋଉ ଟାଇମ୍ ଆମକୁ ଦିଆ ହେଇଥିଲା। ଆଜ୍ଞା ଆଜି ସରିଗଲା ଆମର 12, ଯୋଉଟା 7 ରୁ 12 ଅଧ୍ୟାୟ ସରିଗଲା ଭକ୍ତି ଯୋଗ। ଯେ ଆମେ ଉପରେ ଗୋଟେ ଡିସ୍କସନ କରନ୍ତେ। ଆଜ୍ଞା ଆଜ୍ଞା ଠିକ ଅଛି, ପ୍ରସନ୍ନ ହରି ପ୍ରଭୁ କହୁଥିଲେ ଆପଣଙ୍କର ନାଇଁ ଆପଣଙ୍କୁ ଯୋଉ ମାନେ ଟାଇମ ଆମେ ଦିଆଥିଲା ସେଟା ତ ଓଭର ହେଇଗଲା, ଆଜି ସରିଗଲା। ହଁ ହଁ ନାଇଁ ପ୍ରସନ୍ନ ହରି ପ୍ରଭୁ କହୁଥିଲେ କି ଆପଣଙ୍କର ଯୋଉ ନେକ୍ସଟ ଯୋଉ ପଢେଇବେ ତାଙ୍କ ଅନନ୍ତ ପ୍ରଭୁ ନା କିଏ ଜଣେ ଅଛନ୍ତି, ସେ ପଢେଇବେ ମାନେ ଆପଣ ମାନେ ସେ ନେକ୍ସଟ କ୍ଲାସ୍ ଆଜି ମୁଁ ତାଙ୍କୁ କହିଛି ତ ଆଉ ଗୋଟେ କ୍ଲାସ୍ ଆମେ ରଖିପାରିବା, ନହେଲେ ଆପଣ କେଉଁ ବି ତାମାନେ ଟାଇମ୍ ଆପଣଙ୍କର ତାମାନେ ସୁବିଧା ଦେଖିକିରି ମତେ। ଆଜ୍ଞା କାହିଁକି ମୋ ପ୍ରଭୁ ପାଖରେ ଠିକ ଅଛି। ଅଲରେଡି ଦେଖନ୍ତୁ ମୁଁ ସବୁ ଏନି କ୍ୱେଶ୍ଚିନ୍ ର ଡେ ଆନ୍ସର ରେ ମୋ ଆପଣ ପାଖରେ କହୁଛନ୍ତି ଅଲରେଡି ଅଲଗା ନାଇଁ? ଅଲରେଡି ଯୋଉଟା କ୍ୱେଶ୍ଚିନ୍ ର ସବୁ କ୍ୱେଶ୍ଚିନ୍ ର ଆନ୍ସର ମୁଁ ଯୋଉଟା ଲେଖିଛି ଭକ୍ତି ଶାସ୍ତ୍ରୀରେ ସେଇଟା ମୋ ପାଖରେ ଅଛି। ଆଉ ଆପଣ ମାନେ ସେଇଥିରେ କଣ ଏଡ୍ କରିପାରିବେ, ଏମିତି ଗୋଟେ ଡିସ୍କସନ କ୍ଲାସ୍ ଆମେ ରଖିପାରିବା। ଯେ ଆପଣ ମାନେ ସେଇଟା କରିପାରିବେ ଆପଣ ନେକ୍ସଟ କ୍ଲାସ୍ ରେ ଯଦି ଆପଣଙ୍କର ସେ ଯଦି ଆରମ୍ଭ ହେଇଯିବ 13 ନମ୍ବର ଅଧ୍ୟାୟ, ତାହେଲେ ରବିବାର ନା କୋଉ ଦିନ ଗୋଟେ ଘଣ୍ଟେର କ୍ଲାସ୍ ଟେ ରଖିଦେବା, କିଛି ଅସୁବିଧା ନାହିଁ। ଆଜ୍ଞା ପ୍ରଭୁ, ସେଇଟା ପ୍ରସନ୍ନ ପ୍ରଭୁଙ୍କୁ କହିକି ଆପଣଙ୍କୁ ଆମେ କ୍ଲାସ ନବୁ। ହଁ, ଆପଣ ଆପଣ ଖାଲି ମତେ ଟାଇମ୍ ଟା କହିଦେବେ, ବୁଝିପାରିଲେ? ରବିବାର ଦିନ ରଖିଦେବେ ସବୁ, ରବିବାର ଦିନ ଅବଶ୍ୟ ମୋର ଭକ୍ତି ବୈଭବ କ୍ଲାସ୍ ଅଛି ସନ୍ଧ୍ୟାରେ। ତାର ଶନିବାର। ମଙ୍ଗଳବାର ହେଲେ ପ୍ରଭୁ, ହଁ ମଙ୍ଗଳବାର। ମତେ ଯେବେ କହିବେ ମତେ ଜଣେଇଦେବେ ଆଉ। ମୁଁ ସନ୍ଧ୍ୟା ଟାଇମ୍ ରେ ଫ୍ରି ଅଛି, ମତେ ଆପଣ ଯେବେ ବି କହିବେ, ଠିକ ଅଛି। ଆଜ୍ଞା ହରେକୃଷ୍ଣ ପ୍ରଭୁ, ଆଜ୍ଞା ଏଇ ଯୋଉ ଆମର ଯୋଉ ଭକ୍ତି ବୈଭବଟା କଣ ସେଇଟା ମାନେ 1 ରୁ 12 ସ୍କନ୍ଧ ପୁରା କଭର ହଉଛି? ସେଟା ଭକ୍ତି ପ୍ରଥମ ଟା ବୈଭବ ହେଲା କହୁଥିଲେ। ଆପଣଙ୍କର ପ୍ରଭୁଜୀ, ସେଟା ହେଲା ପ୍ରଥମ 3ଟା ସ୍କନ୍ଧ ହଉଛି ଫାଷ୍ଟ ମଡ୍ୟୁଲ। ଆଜ୍ଞା ଆଜ୍ଞା ସେଥିରେ ଡିଟେଲ ଭାଗବତ ପଢିବେ। ତାପରେ ଦ୍ଵିତୀୟ ଆଜ୍ଞା ମଡ୍ୟୁଲ ହେଲା ଆପଣଙ୍କର 3 ରୁ 6। ଆଚ୍ଛା। ସେଇଟା ଆପଣ 4 ରୁ ନିହାତି 6। କରିବା। ହଁ 4 4 ରୁ ମାନେ 6। ଆଉ 3ଟା, ଆଉ 3ଟା 4, 5, 6 ହଁ। ଆଚ୍ଛା ଆଚ୍ଛା, ମାନେ ଭକ୍ତି ଭାବରେ ଛଅଟା ସ୍କନ୍ଧ କଭର ହବ। ନାଇଁ ସେଇଟା ହଉଛି ସେକେଣ୍ଡ ମଡ୍ୟୁଲ, ଏମିତି ହେଇକିରି ପୁଣି ତାପରେ ଆଗକୁ ପୁଣି ଅଛି ମାନେ 3ଟା ସ୍କନ୍ଧ ତ ଏଇଟା ପଢି ସାରିଲେ 2ଟା ମଡ୍ୟୁଲ ରହୁଛି। ତାପରେ ଆଜ୍ଞା ତାପରେ ଗୋଟେ ଅଲଗା ଗୋଟେ କଣ ନାଁ ଅଛି, ଭକ୍ତି ବୈଭବ ପରେ ଆଉ ଗୋଟେ କଣ ନାଁ ଅଛି, ମୁଁ ଟିକେ ଜାଣିନି ସେଇଟା। ପ୍ରସନ୍ନ ହରି ପ୍ରଭୁ କହିପାରିବେ। କିନ୍ତୁ ପ୍ରଭୁଜୀ ଭାଗବତ। ହରେ କୃଷ୍ଣ ପ୍ରଭୁଜୀ। ଆଜ୍ଞା ଭକ୍ତି ବୈଭବରେ ଭାଗବତ। ଆଜ୍ଞା, ଯୋଉ ଭାଗବତମ ପ୍ରଭୁଜୀ ପଚାରୁଥିଲେ ହେଲେ ଯୋଉଟା ସେଟା ସେ ପଚାରିବା କଥା ହୁଁ, ଯେ ଯୋଉ 12ଟା ଏକ ସ୍କନ୍ଧ ଆମର ଅଛି ଭାଗବତମ ରେ, 18,000 ହଁ ଶ୍ଲୋକ 335 ଅଧ୍ୟାୟ ନା କଣ, ସେଟା ସବୁ ପଢା ସେଇଟା ହଉଛି? 6ଟା ସ୍କନ୍ଧ, ସେଇଟା 6ଟା ସ୍କନ୍ଧ ଅଛି। 6ଟା ନାଇଁ? ଆଜ୍ଞା ଛଅଟା ହଁ ଅଛି। ହଁ। ସେଥିରେ ଭକ୍ତି ବୈଭବରେ ଆଉ ଗୋଟେ କଣ ଅଛି ଜାଣିଛନ୍ତି? ଆପଣ ଯେମିତି ଏମିତି ଭକ୍ତି ଶାସ୍ତ୍ରୀରେ ପଢିଦେଲେ କ୍ଲାସ ସରିଗଲା ଏମିତି ନାହିଁ, ଆପଣଙ୍କୁ କ୍ଲାସ ଦେବାକୁ ପଡିବ ସେଠି। ହୁଁ ହୁଁ। ଆପଣ ଟିଚର ହେବେ, ବାକି ମାନେ ଷ୍ଟୁଡେଣ୍ଟ ଭଳିଆ ଆପଣ କ୍ଲାସ ଦେବାକୁ ପଡିବ ବାକି ସମସ୍ତେ। ଆଜ୍ଞା। ଏଟା ବୁଝିଲେ? ହାୟର ଆମେ ଯୋଉ ଷ୍ଟଡି, କ୍ଲାସ ହାୟର ଷ୍ଟଡି। ଆଜ୍ଞା ଆଜ୍ଞା। କାଇଁ କହିଲେ ଏଇଟା ଶିଲ ପ୍ରଭୁପାଦ କଣ ଚାହୁଁଛନ୍ତି କହିଲେ, ଏଇ ଯୋଉ ସବୁ କୋର୍ସ କଣ ପାଇଁ କରାହଉଛି? ପ୍ରଭୁପାଦ ଚାହୁଁଛନ୍ତି ଯେ ତାଙ୍କର ସବୁ ଗୃହସ୍ଥ ଭକ୍ତ କିମ୍ବା ତାଙ୍କର ବ୍ରହ୍ମଚାରୀ ଭକ୍ତ, ସନ୍ନ୍ୟାସୀ ଭକ୍ତ, ତାଙ୍କର ଯେତେ ଭକ୍ତ ଅଛନ୍ତି ସମସ୍ତେ ଶାସ୍ତ୍ରରେ ପୁରା 100% କ୍ଲିଅର ଥାଆନ୍ତୁ। ତା ଦ୍ଵାରା କଣ ହବ, ଆପଣ ଭକ୍ତି ପୁଣି ପ୍ରଚାର କରିପାରିବେ ନା। ଆପଣ ଯେ ପର୍ଯ୍ୟନ୍ତ କ୍ଲିଅର ନ ହେବେ, ତାହେଲେ ଆପଣ ଗୋଟେ କଥାଟେ କହିବେ ସେ ତାର 100% କ୍ଲାରିଟି ଆପଣଙ୍କ ପାଖରେ ଥିବା କଥା। ସେଥିପାଇଁ ଶାସ୍ତ୍ର ଜାଣିବା ନିହାତି ଜରୁରୀ। ଆଉ ଯେହେତୁ ଆମେ ଗୋଡିୟ ଧାରରେ ଅଛୁ, ଗୋଡିୟ ଧାରରେ ଆମେ କେବଳ କାହାଣୀ ଶୁଣେଇଦବା ସେଇଟା ନାହିଁ। ଆମେ ଆମର ଏଥିରେ କଣ ଆପଣ ଜାଣିବେ ଯେ ସବୁ ମାନେ ଶାସ୍ତ୍ରର ମର୍ମଟା ଜାଣିବା କଥା।
ଖାଲି ମାନେ ଜଣେ କହିବ ନାଇଁ ମୁଁ ଭଗବାନଙ୍କର ମାନେ ଯେତେ ସବୁ ଲୀଳା ଶୁଣିଦେବି ନାଇଁ। ଆପଣଙ୍କୁ ସବୁ ସେଥିପାଇଁ ଭଗବତ ଗୀତା ଟା କଣ ସବୁ ଭଗବତ ଗୀତା ଟା କାଇଁ ବେଳେ ବେଳେ ଶୁଣିବା ପାଇଁ ଏତେ ଭଲ ଲାଗୁନି, ଏଥିରେ ଲୀଳା ତ ନାହିଁ ନା। ପ୍ରଭୁ ଏଇ ଯୋଉ ଭକ୍ତି ବୈଭବଟା କେତେ 1 ଇୟର ନା 2 ଇୟର ପ୍ରୋଗ୍ରାମ ସେଟା ଭକ୍ତି ବୈଭବଟା? 1 ଇୟର। 1 ଇୟର ପ୍ରୋଗ୍ରାମ। କମ୍ପ୍ଲିଟ ଟା 2 ଇୟର ହବ। ପ୍ରଥମ 6ଟା ସ୍କନ୍ଦ ସରିଲା ପରେ ଆଉ 6ଟା କଲେ ସେଇଟା ବୋଧେ ଆଉ ଗୋଟେ କଣ ନାଁ ଅଛି ଭକ୍ତି 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 ବୈଭବ ବେଦାନ୍ତ ଭକ୍ତି ଭକ୍ତି ବେଦାନ୍ତ ନାଇଁ ଗୀତ। ବେଦାନ୍ତ ନାଇଁ, ତା ତଳେ ଆଉ ଗୋଟେ କଣ ଗୋଟେ ଅଛି। ଆମକୁ ଯିଏ ପଢଉଛନ୍ତି ସେ ଭକ୍ତି ବେଦାନ୍ତ ଏବେ କରୁଛନ୍ତି, ପାଦ ସେବା ପ୍ରଭୁ। ବହୁତ ସିନିୟର ଡିଭୋଟି, ବହୁତ ନଲେଜବୁଲ ଡିଭୋଟି, ବହୁତ ସିନିୟର ସେ। ସିଏ ଭୁବନେଶ୍ୱର ଥିଲେ, ବର୍ତ୍ତମାନ ସେ ବୁର୍ଲାରେ ରହୁଛନ୍ତି। ସେ ଆଗରୁ ଭୁବନେଶ୍ୱରରେ ହଁ ଥିଲେ, ବୁର୍ଲାରେ ବର୍ତ୍ତମାନ ରହୁଛନ୍ତି। ହଁ ତାଙ୍କ ବୁର୍ଲାରେ ଘର ରହୁଛନ୍ତି। ଭୁବନେଶ୍ୱରରେ ଅଛି। ସେ ବୁର୍ଲାରେ ଆଜ୍ଞା ରହୁଛନ୍ତି ଆଜ୍ଞା ବର୍ତ୍ତମାନ। ଆଜ୍ଞା। ଆଜ୍ଞା। ବହୁତ ବଢିଆ ଉଚ୍ଚ ଲେଭେଲର ଡିଭୋଟି। ଆଚ୍ଛା ମାନେ ତାହେଲେ ମତେ ପ୍ରଭୁଜୀ ଜଣେ, ଆଜ୍ଞା ମତେ ମତେ ଜଣେଇବେ ତାହେଲେ କେବେ ସେଟା କରିବା, ମାନେ ଏଇଟା ଏଇଟା କରିବେ, କିମ୍ବା ଆପଣ ଡାଇରେକ୍ଟ ପର୍ସନାଲି ବି ଆପଣ ମତେ କଲ୍ ଡିସ୍କସନ କରିବା। କରିପାରନ୍ତି। ଧରନ୍ତୁ କ୍ଲାସ ନ ହେଇ ପାରିଲା, ଆପଣ କୋଉ ବି କ୍ୱେଶ୍ଚିନ୍ ପାଇଁ ଆପଣ ଡାଇରେକ୍ଟ ଆପଣ ମତେ କଲ୍ କରିବି ପାରନ୍ତି, କିଛି ମାନେ ଅସୁବିଧା ନାହିଁ, ବୁଝିପାରିଲେ। ପ୍ରଭୁ ଆଗ ଆଜ୍ଞା ନମ୍ବର ଟା ପ୍ରଭୁଜୀ। ଟିକେ ଦେବେ। ହଁ ମତେ ନୋଟ୍ କରନ୍ତୁ 8280 8280 ଆଜ୍ଞା 765 5 091। ଆଚ୍ଛା ମାତାଜୀ, ଆଜି ଆମେ ଏଇଠି ରଖିବା। ଆଉ ଏଇ ଯୋଉ ଏତେ ଦିନ ମାତାଜୀ ଆପଣମାନଙ୍କ ସବୁ ସେବା କରିବା ପାଇଁ ଯାହା ବି ମାନେ ମୁଁ କହିଲି ହେଇପାରେ କିଛି ଭୁଲ ଥିଲେ, ଆପଣ ମାନେ ସବୁ ଉଦାର ହୃଦୟରେ ମତେ କ୍ଷମା କରିବେ। ଆଉ ଆପଣ ମାନେ ସମସ୍ତେ ହଉଛନ୍ତି ବରିଷ୍ଠ ଭକ୍ତ, ଆପଣଙ୍କର ଭକ୍ତି ତୁଳନାରେ ମାନେ ମୋର ଏଇ ଯୋଉ କିଛି ନଲେଜ କିଛି ନାହିଁ। ଆପଣ ମାନେ ସମସ୍ତେ ମୋଠୁ ବେଶୀ ଜାଣିଛନ୍ତି, କିନ୍ତୁ ଯେହେତୁ ମତେ ଆଦେଶ ଦିଆ ହେଲା ପଢେଇବା ପାଇଁ, ମୁଁ ସେଥିପାଇଁ ଚେଷ୍ଟା କଲି କିଛି ପଢେଇଲି। କିନ୍ତୁ ଯଦି ନା ପ୍ରଭୁ ଦେଖାଯିବ ହରେ କୃଷ୍ଣ ପ୍ରଭୁଜୀ। ଆପଣ ମାନେ ଆପଣଙ୍କର ମାନେ କ୍ଲାସ ସବୁ ବହୁତ ଆପଣ ଭଲ। ମାନଙ୍କର ଜ୍ଞାନ, ଆପଣ ଆପଣଙ୍କର ଭକ୍ତି, ବହୁତ ବଢିଆ ଆପଣ ବହୁତ ବଢିଆ ବହୁତ ଭଲ। ପଢଉଛନ୍ତି ପ୍ରଭୁଜୀ। ଆପଣଙ୍କ ମୁଁ କ୍ଲାସ ଟା ବହୁତ ବଢିଆ ଲାଗେ ପ୍ରଭୁ ହରେ କୃଷ୍ଣ। ସେଟା ସବୁ ଆପଣ ମାନଙ୍କର କ୍ଲାସ ଭଲ ବହୁତ ଲାଗିଲା ପ୍ରଭୁ। କୃପା। ଯେତେ କ୍ଲାସ ହେଇଛି ଆପଣ ସବୁଠୁ ବେଷ୍ଟ। ହଁ। ନାଇଁ ନାଇଁ ସେଇଟା ତ ଆପଣ ସବୁଠୁ ମାନଙ୍କର ବଢିଆ କୃପା, ଆପଣ ପ୍ରଭୁ। ମାନେ କହୁଛନ୍ତି। ଆଜ୍ଞା। ହରେ ଆଉ ରାମ। ଏଇଟା କ୍ଲାସ ପ୍ରଭୁଜୀ ସରିଗଲା। ପ୍ରଭୁଜୀ ଆପଣ ବହୁତ ସୁନ୍ଦର କ୍ଲାସ ରେ ଡେସକ୍ରାଇବ କରିକି ଆମକୁ ଦେଇଛନ୍ତି, ଆଉ ଆମକୁ ବି ମାନେ ଆମର ଭୁଲ ବି ଆପଣ ଗ୍ରହଣ କରିକି ଶୁଣିଛନ୍ତି। ବ୍ୟବହାର କିଛି ଆମର ଯଦି ଭୁଲ ଥାଏ, ଆଉ ନାଇଁ ନାଇଁ ସେଥିପାଇଁ ନାଇଁ ଆମକୁ ମାତାଜୀ, ଆପଣ ଆମକୁ ମାନେ କ୍ଷମା କରିବେ। ବହୁତ ଉଦାର ମୁଁ ହେଇଛି। ତ ମାତାଜୀ ମୁଁ ଗୋଟେ ବି ମତେ କଣ ଭୁଲ ଉଦାର କଣ, ଚିନ୍ତା। ମତେ ସବୁ ଜିନିଷ ବଢିଆ ଦେଖାହେଲା। ଆପଣ ମାନେ ଏତେ ସୁନ୍ଦର ଭକ୍ତ। ଆଉ ପ୍ରାୟ ଜିନିଷ ମାତାଜୀ ମୁଁ ଯାହା ଲକ୍ଷ୍ୟ କଲି, ପ୍ରାୟ ଆପଣ ମାନେ ସବୁ ଜାଣିଛନ୍ତି। ସେଇ କଥାକୁ ଆମେ ଜଷ୍ଟ ଡିସକସ କଲେ। ଆଉ ଏଇଟା ଦେଖନ୍ତୁ, ଏ କ୍ଲାସ ସରିଗଲା ବୋଲି ନାଇଁ, ଆପଣ ଏ ନମ୍ବର ରଖିଥାନ୍ତୁ। ଯେମିତି ଆମର ଏଇଟା ଆମେ ଭକ୍ତ ମାନେ ମାତାଜୀ, ଆପଣ ମାନେ ରାୟପୁର ଯିଏ ବି ଆସିଲେ ନିଶ୍ଚୟ ମାନେ ଘରେ ଆପଣଙ୍କର ପାଦଟା ପକେଇବେ ମାତାଜୀ। ମୁଁ ଆପଣଙ୍କୁ ସମସ୍ତଙ୍କୁ କହୁଛି, ଆପଣ ଏଇଟା ଭାବିବେନି। ମାନେ ରାୟପୁର କେବେ ବି କାହାର କାମ ପଡିଲା, ଆପଣ ନିଶ୍ଚୟ ମାନେ ମତେ ଜଣେଇବେ। ଆପଣ ମାନେ ଏଇଠି ପ୍ରସାଦ ପାଇବେ, ଆପଣଙ୍କର ସେବାର ସୁଯୋଗ ଦେବେ। ଏଇଟା ଆମର ମାନେ ବୈଷ୍ଣବ ମାନେ ହେଉଛନ୍ତି ଆମର ବନ୍ଧୁ କହିଲେ ଆଉ କିଏ ରହିଲା କି କହିଲେ। ଦୀପ ଆଉ ତ ସେଥିପାଇଁ ଏଇଟା ଆପଣ ନିଶ୍ଚୟ ଆପଣ ସେଇ ହିସାବରେ ଏଇଟା ଭାବନ୍ତୁ। ଆଉ ଆପଣ ଯେବେ ବି ଏଇଠି ଆସିଲେ ଆପଣ ନିଶ୍ଚୟ ଜଣେଇବେ ମତେ, ନମ୍ବର ତ ରଖିଛନ୍ତି। ତାହେଲେ ମୁଁ ରହିଲି ମାତାଜୀ, ଆପଣ ସମସ୍ତଙ୍କ ଚରଣରେ ଆଜ୍ଞା ମୋର ପ୍ରଭୁ। ଦଣ୍ଡବତ ପ୍ରଣାମ। ହରେ ଆଜ୍ଞା। କୃଷ୍ଣ କୃଷ୍ଣ ପ୍ରଭୁଜୀ ପ୍ରଭୁ ଗୋଟେ ଥର ହରେ କୃଷ୍ଣ ମହାମନ୍ତ୍ର ପ୍ରଣାମ କରନ୍ତୁ। ପ୍ରଭୁ। ପ୍ରଭୁ ଭକ୍ତିମୟ ଜୀବନ ବହୁତ ଦୃଢତାର ସହିତ ହଉ, ଆଉ ଆମକୁ ଏମିତି କୃପା କରିବେ। ପ୍ରଭୁଙ୍କ ପାଇଁ ହରେ ଆଜ୍ଞା। କୃଷ୍ଣ ରାମ ମହାମନ୍ତ୍ର। ହରେ ରାମ ହରେ 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 କୃଷ୍ଣ କୃଷ୍ଣ ହରେ କୃଷ୍ଣ ହରେ 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 ରାମ 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 ହରେ ରାମ ହରେ ହରେ ରାମ କୃଷ୍ଣ ରାମ ହରେ ରାମ କୃଷ୍ଣ ହରେ କୃଷ୍ଣ ରାମ ଆଜ୍ଞା। ରାମ ରାମ ହରେ ହରେ। ବହୁତ ବହୁତ ଧନ୍ୟବାଦ ମାତାଜୀ। ହରେ କୃଷ୍ଣ ପ୍ରଭୁ ଦଣ୍ଡବତ ପ୍ରଣାମ। ଦଣ୍ଡବତ ହରେ ପ୍ରଣାମ ପ୍ରଭୁ। ହରେ କୃଷ୍ଣ ପ୍ରଭୁ ସାଦର ପ୍ରଣାମ। ଆପଣ କୃପା କରନ୍ତୁ ପ୍ରଭୁ, ଯେମିତି କି ଆମେ ଆଉ ଟିକେ ଭକ୍ତି ମାର୍ଗରେ ଆଗକୁ ବଢି ପାରିବୁ। ଭୁଲି ବି ଗଲେ ମତେ।
କୋଉ ଦିନ ଡିସ୍କସନ କ୍ଲାସ୍ କୋଉ ଦିନ ରଖିଲେ ହବ ପ୍ରଭୁ? हरे कृष्ण भागवत प्रभु, କୋଉ ଦିନ ରଖିଲେ ହବ କି? କଣ ରଖିବେ ଆମେ ତା ଦେହରେ ସବୁ ତାକୁ ପଢିବାକୁ ପଡିବ ଯୋଉଟା ସବୁ ଅଛି ଆମର ଯୋଉ କୋଶ୍ଚିନ୍ ଗୁଡାକ ଅଛି ଚାପ୍ଟର ଶେଷରେ ତାକୁ ଆମେ ନିଜେ ପଢିକି ତାକୁ ଇଏ କରିବାକୁ ପଡିବ ଆଉ। ମାନେ ସମସ୍ତଙ୍କର ଯାହାହେଲେ ଗୋଟେ ଟାଇମ୍ ପ୍ରଭୁ ଯେମିତି ଯେ ଆମେ କମ୍ପାରେଟିଭ୍ ଟାଇମ୍ ହେବା ଦରକାର ତ। ଆଜ୍ଞା, ଯାହାହେଲେ ପ୍ରଭୁ କିନ୍ତୁ ସେ ପ୍ରଭୁ ଯେ ଯୋଉଗୁଡା ସବୁ ନୋଟ କରିଛନ୍ତି ସେଗୁଡାକ ମାନେ ବହୁତ ମାନେ ଭଲ ଲାଗୁଛି। ଥରେ ଥରେ ରେକର୍ଡିଂ ଟା ଶୁଣିଦେଲେ ମାନେ ବହୁତ ଗୁଡା ଡାଉଟ୍ ବି କ୍ଲିୟର ହେଇଯାଉଛି।